ଯୁଦ୍ଧକାଣ୍ଡମ୍ ଲଙ୍କାରେ ଅନୁପ୍ରବେଶ କରିବା ଏବଂ ରାକ୍ଷସମାନଙ୍କୁ ହତ୍ୟା କରିବାରେ ହନୁମାନଙ୍କ ସାହସିକତାକୁ ରାମ ପ୍ରଶଂସା କରିଛନ୍ତି। ସେ ହନୁମାନଙ୍କ ଅସାଧାରଣ ଦକ୍ଷତା ଏବଂ ସୁଗ୍ରୀବଙ୍କ ପ୍ରତି ସେବା ପାଇଁ ପ୍ରଶଂସା କରିଛନ୍ତି। ରାମ ତାପରେ ସମୁଦ୍ର ଅତିକ୍ରମ କରିବା ବିଷୟରେ ତାଙ୍କର ଚିନ୍ତା ବାଣ୍ଟି ହନୁମାନଙ୍କଠାରୁ ଏକ ସମାଧାନ ମାଗିଛନ୍ତି। ମାଙ୍କଡ଼ମାନେ କିପରି ଦକ୍ଷିଣ କୂଳରେ ପହଞ୍ଚି ପାରିବେ। ସୁଗ୍ରୀବ ରାମଙ୍କୁ ସାନ୍ତ୍ୱନା ଦେଇ ତାଙ୍କ ଦୁଃଖ ଶେଷ କରିବାକୁ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କଲେ। ସେ ରାମଙ୍କୁ ଆଶ୍ୱାସନା ଦେଲେ ଯେ ସେମାନଙ୍କର ମିତ ବାହିନୀ ସହିତ ସେମାନେ ଲଙ୍କାକୁ ଜର୍ଜର କରିବେ, ରାବଣଙ୍କୁ ପରାସ୍ତ କରିବେ ଏବଂ ସୀତାଙ୍କୁ ଉଦ୍ଧାର କରିବେ। ସୁଗ୍ରୀବ ଶକ୍ତି ଏବଂ ସାହସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଚେତାବନୀ ଦେଇଛନ୍ତି ଯେ ଦୁଃଖ କ୍ଷତି ଏବଂ ବିଫଳ। ରାମ ହନୁମାନଙ୍କୁ ଶ୍ରୀଲଙ୍କାର ପ୍ରତିରକ୍ଷା ବିଷୟରେ ବର୍ଣ୍ଣନା କରିବାକୁ କହିଥିଲେ, ଯାହା ହନୁମାନ ବିସ୍ତୃତ ଭାବରେ କରିଛନ୍ତି। ସେ ସହରର କାନ୍ଥ ଫାଟକ ପରୀକ୍ଷା ଏବଂ ପ୍ରତିରକ୍ଷା ପାଇଁ ବ୍ୟବହୃତ ବିଭିନ୍ନ ଇଞ୍ଜିନ ବିଷୟରେ ବର୍ଣ୍ଣନା କରିଛନ୍ତି। ହନୁମାନ ମଧ୍ୟ ରାମଙ୍କୁ କହିଛନ୍ତି ଯେ ସେ ପୂର୍ବରୁ ସେତୁ ଭାଙ୍ଗିଛନ୍ତି, ସହରକୁ ଜାଳି ଦେଇଛନ୍ତି ଏବଂ ଏହାର କାନ୍ଥ ରାବଣଙ୍କଠାରୁ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସଂକଳ୍ପବଦ୍ଧ। ରାମ ତାଙ୍କ ମାଙ୍କଡ଼ମାନଙ୍କ ସେନା ସହିତ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତି। ସୁଗ୍ରୀବ ଏବଂ ଅନ୍ୟ ଶକ୍ତିଶାଳୀ ନେତାମାନଙ୍କ ନଦୀମାଙ୍କଡ଼ମାନେ ବିଭିନ୍ନ ଭାଗରେ ଯାତ୍ରା କରନ୍ତି। ସେମାନଙ୍କ ବିଶାଳ ବାହିନୀ ସହିତ ପୃଥିବୀକୁ ଆଚ୍ଛାଦିତ ରାମ ତାଙ୍କ ବିଚ୍ଛିନ୍ନ ପତ୍ନୀ ସୀତାଙ୍କ ବିଷୟରେ ଚିନ୍ତା କରୁଥିବା ବେଳେ ଦୁଃଖରେ ଅଭିଭୂତ ହୁଅନ୍ତି, ଯିଏ ରାକ୍ଷସମାନଙ୍କ ଦ୍ୱାରା ନିଆଯାଇଛନ୍ତି। ସେ ପବନକୁ ତାଙ୍କୁ ସ୍ପର୍ଶ କରିବାକୁ କୁହନ୍ତି, ଯାହାଦ୍ୱାରା ସେ ତାଙ୍କ ଉପସ୍ଥିତି ଅନୁଭବ କରିପାରିବେ ଏବଂ ପୁନର୍ବାର ଖୁସି ହୋଇପାରିବେ। ରାମଙ୍କ ଦୁଃଖ ତୀବ୍ର, କିନ୍ତୁ ସେ ଆଶା କରନ୍ତି ଯେ ଦିନେ ସୀତାଙ୍କ ସହ ପୁନର୍ମିଳନ। ହନୁମାନ ଲଙ୍କା ଆକ୍ରମଣ ବିଷୟରେ ଜାଣିବା ପରେ ରାକ୍ଷସ ରାଜା ତାଙ୍କ ପରାମର୍ଶଦାତାଙ୍କୁ ସମ୍ବୋଧିତ କରନ୍ତି। ସେ ଏକ ବଡ଼ ସେନା ସହିତ ଆସୁଥିବା ରାକ୍ଷସ ପରାମର୍ଶର ଏବଂ ଅକମଶ ଏ ବିଷୟରେ ସେ ବିନାଶକର ପରାମର୍ଶକୁ ସେମାନଙ୍କର ଗୁଣବତ୍ତା ଆଧାରରେ ତିନୋଟି ଆଦେଶରେ ବିଭକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ତାଙ୍କ ପରାମର୍ଶ ସେମାନଙ୍କ ରାଜାଙ୍କ ନେତୃତ୍ୱରେ ରାକ୍ଷସମାନେ ରାମଙ୍କ ସହ ସମ୍ପର୍କ ଅତି ସେମାନେ ଗର୍ବର ସହ ଅତୀତର ବିଜୟ ଏବଂ ବିଜୟକୁ ମନେ ପକାନ୍ତି, ଯେଉଁଥିରେ ମୃତ୍ୟୁର ଦେବତାଙ୍କୁ ପରାସ୍ତ କରିବା ଏବଂ ଶକ୍ତିଶାଳୀ ଦାନବମାନଙ୍କୁ ପରାସ୍ତ କରିବା ଅନ୍ତର୍ଭୁକ୍ତ। ସେମାନେ ଇନ୍ଦ୍ରଜିତଙ୍କୁ ରାମଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦିଅନ୍ତି, କାରଣ ଏଠାରେ ସଫଳ ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ପ୍ରଭାତ ଦୁର୍ମୁଖ ବଜ୍ରଦାନାସ୍ତ୍ର ନିକୁମ୍ଭ ଏବଂ ବଜ୍ରହନୁଙ୍କ ସମେତ ରାବଣଙ୍କ ସେନାପତିମାନେ ହନୁମାନ ଏବଂ ରାମଙ୍କୁ ପରାସ୍ତ କରିବାକୁ ଶପଥ ନେଇଥିଲେ। ସେମାନେ ଏକାକୀ କିମ୍ବା ରାମଙ୍କୁ ଫନ୍ଦରେ ପ୍ରଲୋଭିତ କରି ମାଙ୍କଡ଼ ସେନା ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରନ୍ତି ଏବଂ ମାଙ୍କଡ଼ମାନଙ୍କୁ ରାବଣିକ ସେନାପତିମାନେ ରାମଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ବିଭୀଷଣ ହସ୍ତକ୍ଷେପ କରି ସେମାନଙ୍କୁ ଚେତାବନୀ ଦିଅନ୍ତି ଯେ ଏକ ସତର୍କ ଏବଂ ଶକ୍ତିଶାଳୀ ଶତ୍ରୁ ଉପରେ ଆକ୍ରମଣ କରିବା ମୂର୍ଖତା ସେ ବୁଝାମଣା କରିବାକୁ ପାରିବାସିକ ବିନାଶକୁ ଏଡ଼ାଇ ବାଣକୁ ସୀତାଙ୍କୁ ରାମଙ୍କ ବିଚାର। ରାବଣଙ୍କ ଭାଇ ବିଭୀଷଣ ତାଙ୍କ ପ୍ରାସାଦରେ ପ୍ରବେଶ କରନ୍ତି ଏବଂ ମନ୍ଦ ସଂକେତ ଦୂର କରିବା ପାଇଁ ସୀତାଙ୍କୁ ରାଘବଙ୍କ ନିକଟକୁ ଫେରାଇ ଦେବା ପାଇଁ ତାଙ୍କୁ ଏହି ପରାମର୍ଶକୁ ପ୍ରତ୍ୟାଖ୍ୟାନ କରନ୍ତି। ବିଶ୍ୱାସ କରନ୍ତି ଯେ ସେ ରାଘବଙ୍କୁ ଯୁଦ୍ଧରେ ପରାସ୍ତ କରିପାରିବେ। ସେ ସତ୍ୟବାଦୀ ଭାବରେ କହିଥିବା ବିଭୀଷଣଙ୍କୁ ପ୍ରତ୍ୟାଖ୍ୟାନ ପାଇଁ
ନିଜ ଯୋଜନା ଜାରି ରଖିଥିଲେ। ରାବଣ ସୀତାଙ୍କ ପ୍ରତି ଆସକ୍ତ ହୋଇ ନିଜର ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି ଏବଂ ସମସ୍ତ ରାକ୍ଷସମାନଙ୍କୁ ଲଙ୍କାରେ ଏକତ୍ରିତ ହେବାକୁ ଆହ୍ୱାନ କରନ୍ତି। ତାଙ୍କର ଶକ୍ତିଶାଳୀ କାର ସହିତ ହଜାର ହଜାର ତୁରୀ, ଶଙ୍ଖ ଏବଂ ଭୟଙ୍କର ଯୋଦ୍ଧାମାନଙ୍କର ଥାଏ। ରାବଣଙ୍କ ଦରବାର ଦୂତ, ବିଦ୍ୱାନ ବ୍ୟକ୍ତି, ବୀର ଏବଂ ଶ୍ରୀଲଙ୍କାର ରାଜା ରାବଣ ରାମଙ୍କ ପତ୍ନୀ ସୀତାଙ୍କ ପ୍ରତି ତାଙ୍କର ଆବେଗ ବର୍ଣ୍ଣନା କରିଛନ୍ତି ଏବଂ ବିଶ୍ୱାସ କରନ୍ତି ଯେ ସେ ବାଧା ସତ୍ତ୍ୱେ ତାଙ୍କ ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ। ତାଙ୍କ ଭାଇ କୁମ୍ଭକର୍ଣ୍ଣ ରାବଣଙ୍କ କାର୍ଯ୍ୟକଳା ପରେ କ୍ରୋଧିତ ହୋଇ ତାଙ୍କୁ ରାମଙ୍କୁ ପରାସ୍ତ କରିବାରେ ଏବଂ ତାଙ୍କ ପାଇଁ ସୀତାଙ୍କୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ମହାପର୍ଷା ରାବଣଙ୍କୁ ସୀତାଙ୍କ ସହିତ ଜୀବନ ଉପଭୋଗ କରିବାକୁ ଏବଂ ଏଥିରୁ ଆନନ୍ଦ ଲାଭ କରିବାକୁ ପରାମର୍ଶ ଦିଅନ୍ତି। ତଥାପି ରାବଣ ପ୍ରକାଶ କରନ୍ତି ଯେ ମହାନ ପିତାଙ୍କ ଅଭିଶାପ ହେତୁ ତାଙ୍କର ଏକ ଗୁପ୍ତ ଭୋଜନ ଅଛି ଯେ ଯଦି ସେ ଜଣେ ମହିଳାକୁ ବଳପୂର୍ବକ କ୍ରୋଧିତ କରନ୍ତି ତେବେ ତାଙ୍କ ମୁଣ୍ଡକୁ 100 ଖଣ୍ଡରେ କାଟି ଦିଆଯିବ, ଯାହା ବିଭୀଷଣ ରାବଣଙ୍କୁ ସୀତାଙ୍କୁ ରାମଙ୍କ ନିକଟରେ ସମର୍ପଣ କରିବାକୁ ପରାମର୍ଶ ଦେଇ ଚେତାଙ୍କ ଏବଂ ସହଯୋଗୀମାନେ ରାମଙ୍କ ଶକ୍ତି ସହିତ କୌଣସି ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ପ୍ରହସତା ଏହାର ଜବାବ ଦେଇଛନ୍ତି, କିନ୍ତୁ ବିଭୀଷଣ ଏହାର ଉତ୍ତର ଦେଇ କହିଛନ୍ତି ଯେ ରାମଙ୍କ ଗୁଣ ଏବଂ ଶକ୍ତି ତାଙ୍କୁ ଅପରାଜୟ କରେ। ସେ ରାବଣକୁ ନିଜକୁ ବିପଦର ରାଘବ। ଇନ୍ଦ୍ରଜିତ ଜଣେ ରାକ୍ଷସ ନେତା ନିଜର ଶକ୍ତି ଏବଂ ସାହସିକତା ନେଇ ଗର୍ବ କରନ୍ତି ଏବଂ ଦାବି କରନ୍ତି ଯେ ସେ ମାନବ ରାଜକୁମାର ଏବଂ ଲକ୍ଷ୍ମଣଙ୍କୁ ପରାସ୍ତ କରିପାରିଲା ତାଙ୍କ ମାମୁଁ ବିଭୀଷଣ। ତଥାପି ଇନ୍ଦ୍ରଜିତଙ୍କୁ ମୂର୍ଖ, ଆବେଗପ୍ରବଣ ଏବଂ ନମ୍ରତାର ଅଭାବ ପାଇଁ ସମାଲୋଚନା କରି ଚେତାବନୀ ଦେଇଛନ୍ତି ଯେ ସେ ରାଘବଙ୍କ ଶକ୍ତିଶାଳୀ ତୀର। ବିଭୀଷଣଙ୍କ ପ୍ରତି ରାବଣଙ୍କ କଠୋର ଶବ୍ଦ, ଯିଏ ସତ୍ୟ ଏବଂ ଉତ୍ତମ ଅର୍ଥରେ କଥା ହୋଇଥିଲେ, ବିଭୀଷଣଙ୍କଠାରୁ କଠୋର ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲେ। ବିଭୀଷଣ ରାବଣଙ୍କୁ ରକ୍ଷା କରିବାକୁ ଉଠିଥିଲେ। ସେ ତାଙ୍କ ବଡ଼ ଭାଇ ହୋଇଥିବାରୁ ତାଙ୍କୁ ନିଜ ମନ କଥା କହିବାକୁ ଅନୁରୋଧ କରିଥିଲେ, କିନ୍ତୁ ମୃତ୍ୟୁ ଦ୍ୱାରା ବିଭୀଷଣ ରାବଣଙ୍କ ଭାଇ 4 ଜଣ ପରିଚାରକଙ୍କ ସହ ସୁଗ୍ରୀବଙ୍କ ଦରବାରରେ ପହଞ୍ଚନ୍ତି। ସୁଗ୍ରୀବ ତେଜ ଜଳେ ରାମଙ୍କୁ ଚେତାବନୀ ଦେଇ ପରାମର୍ଶ ଦିଅନ୍ତି ଯେ ସେ ରାବଣଙ୍କ ଦ୍ୱାରା ପଠାଯାଇଥିବା ଜଣେ ଗୁପ୍ତଚର ହୋଇପାରନ୍ତି, ଯାହା ତାଙ୍କୁ ବିବାଦ ସୃଷ୍ଟି କରିବା କିମ୍ବା ହତ୍ୟା କରିବା ପାଇଁ। ତଥାପି ହନୁମାନ ବିଭୀଷଣଙ୍କୁ ବିଶ୍ୱାସ କରିବା ପରେ ରାମ ଏବଂ ସୁଗ୍ରୀବ ତାଙ୍କ ଭାଇ ରାବଣଙ୍କଠାରୁ ଅଲଗା ହୋଇଯାଇଥିବା ରାକ୍ଷସ ବିଭୀଷଣଙ୍କୁ ବିଶ୍ୱାସ କରିବେ। ସେ ବିଷୟରେ ଆଲୋଚନା କରନ୍ତି। ରାମଶାସ୍ତ୍ର ଏବଂ ଏକ ପବିତ୍ର କାହାଣୀକୁ ଦର୍ଶାଇ ଯୁକ୍ତି କରନ୍ତି ଯେ ଆଶ୍ରୟ ଚାହୁଁଥିବା ଶତ୍ରୁକୁ ସୁରକ୍ଷା ଦିଆଯିବା ଉଚିତ। ଯେତେବେଳେ ସୁଗ୍ରୀବ ତାଙ୍କୁ ଏକବାର ଭାବରେ ହତ୍ୟା କରିବାକୁ ଏକାଠି କରନ୍ତି, ଶେଷରେ ରାବଣଙ୍କ ଭାଇ ବିଭୀଷଣ ରାବଣଙ୍କ ପ୍ରତି ତାଙ୍କର ଆନୁଗତ୍ୟ ପରିତ୍ୟାଗ କରନ୍ତି ଏବଂ ରାମଙ୍କ ନିକଟରେ ଆଶ୍ରୟ ଚାହାନ୍ତି। ସେ ରାବଣଙ୍କ ଶକ୍ତି ଏବଂ ଦୁର୍ବଳତା ବର୍ଣ୍ଣନା କରନ୍ତି, କିନ୍ତୁ ରାମ ତାଙ୍କୁ ହତ୍ୟା କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ବିଭୀଷଣଙ୍କୁ ରାମଙ୍କ ଦ୍ୱାରା ରାକ୍ଷସମାନଙ୍କ ରାଜା, ଯିଏକି ସମୁଦ୍ର ଅତିକ୍ରମ କରି ଲଙ୍କାକୁ ଯିବା ପାଇଁ ମତ୍ସ୍ୟ ରାବଣ ଶୁକ ନାମକ ଜଣେ ଦୂତଙ୍କୁ ସୁଗ୍ରୀବଙ୍କ ନିକଟକୁ ପଠାନ୍ତି, ଯିଏ ତାଙ୍କୁ ମାଙ୍କଡ଼ ସେନାର ଆଗମନ ବିଷୟରେ ସୂଚନା ଦିଅନ୍ତି। ତଥାପି ଯେତେବେଳେ ଶୁକଙ୍କୁ ଏକ ଗୁପ୍ତଚର ବୋଲି ସନ୍ଦେହ କରୁଥିବା ମାଙ୍କଡ଼ମାନେ ତାଙ୍କୁ ଧରିନିଅନ୍ତି, ରାମ ହସ୍ତକ୍ଷେପ କରନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତି।
ରାମ ତାପରେ ସୁକଙ୍କ ଶବ୍ଦ ବେଳାଭୂମିରେ ଶୋଇଥିବା ରାମ ଏକ ଆହ୍ୱାନ ସ୍ୱରୂପ ସମୁଦ୍ରକୁ ନିଷ୍କାସନ କରିବାକୁ ନିଷ୍ପତ୍ତି ନିଅନ୍ତି। ସେ ସମୁଦ୍ରର ଅହଙ୍କାରୀ ଆଚରଣରେ କ୍ରୋଧିତ ହୁଅନ୍ତି ଏବଂ ନିଜର ଭଜନଙ୍କର ତୀରକୁ ଛାଡ଼ି ସମୁଦ୍ରରେ ବିରାଟ ତରଙ୍ଗ ଏବଂ ବିଶୃଙ୍ଖଳା ସୃଷ୍ଟି କରନ୍ତି। ଲକ୍ଷ୍ମଣ ହସ୍ତକ୍ଷେପ କରନ୍ତି। ରାମଙ୍କ ଧନୁ ନେଇ ତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଅଧିକ ଯୋଗଜାଳ କରାଯାଏ। ରାମ ନିଜର ଧନୁ କାଢ଼ନ୍ତି ଏବଂ ଏକ ତୀର ଫିଙ୍ଗନ୍ତି ଯାହା ସମୁଦ୍ରକୁ ଶୁଖାଇବା ପାଇଁ ବିପଦ ସୃଷ୍ଟି କରିଥାଏ। ବରୁଣ ନାମକ ମହାସାଗର ବାହାରି ଆସେ ଏବଂ ରାମଙ୍କୁ ଏକ ସମାଧିର କୋଣ କରିଥାଏ। ମାଙ୍କଡ଼ ନାମକ ମହାସାଗର ବାହାରି ଆସେ ଏବଂ ରାମଙ୍କୁ ଏକ କୁଶଳୀ ମାଙ୍କଡ଼ ପ୍ରଜାଳସର ନେତୃତ୍ୱ ନିଅନ୍ତି ଏବଂ ଅବତରଣ କରନ୍ତି ଯାହା ରାମଙ୍କ ସେନାକୁ ଅତିକ୍ରମ କରିବାକୁ ଲକ୍ଷ୍ମଣଙ୍କ ଭାଇ ଅନ୍ଧକାର ପବନ, କମ୍ପିତ ପର୍ବତ ଏବଂ ରକ୍ତଲାଲ ମେଘ ସମେତ ବିନାଶ ଏବଂ ବିଶୃଙ୍ଖଳାର ପୂର୍ବାନୁମାନ କରୁଥିବା ସଂକେତ ଦେଖନ୍ତି। ରାମ ତାଙ୍କ ଧନୁ ସହିତ ଶକ୍ତିଶାଳୀ ମାଙ୍କଡ଼ମାନଙ୍କୁ କରିବାକୁ ନିଷ୍ପତ୍ତି ନିଅନ୍ତି ଯେଉଁମାନେ ସେମାନଙ୍କ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାକୁ ସଂକଳ୍ପବଦ୍ଧ। ଚନ୍ଦ୍ରଦ୍ରୁଜ ମାଙ୍କଡ଼ମାନଙ୍କ ନେତୃତ୍ୱରେ ରାମ ଏବଂ ତାଙ୍କ ସେନା ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କାକୁ ଯାଆନ୍ତି। ରାକ୍ଷସମାନଙ୍କର ରାବଣ ରାମଙ୍କ ଦୂତ ସୁକଙ୍କ ଉପରେ ହସୁଛନ୍ତି ଯିଏ ତାଙ୍କୁ ସୀତାଙ୍କୁ ଆତ୍ମସମର୍ପଣ କରିବାକୁ କିମ୍ବା ଯୁଦ୍ଧର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଛନ୍ତି। ରାବଣ ନିଜର ଶକ୍ତିଶାଳୀ ଧନୁ ଏବଂ ତୀର ବୁଦ୍ଧିର ବ୍ୟବହାର କରି ରାବଣ ଛଦ୍ମବେଶରେ ରାମଙ୍କ ସେନା ଉପରେ ନଜର ରଖିବା ପାଇଁ ତାଙ୍କ ପରାମର୍ଶଦାତା ଶୁକ ଏବଂ ସାରଣଙ୍କୁ ପଠାନ୍ତି। ତଥାପି ସେମାନେ ବିଭୀଷଣଙ୍କ ଦ୍ୱାରା ଆବିଷ୍କୃତ ହୁଅନ୍ତି ଏବଂ ବନ୍ଦୀ ହୁଅନ୍ତି। ରାମ ସେମାନଙ୍କ ପ୍ରକୃତ ପରିଚୟ ଜାଣିବା ପରେ ସେମାନଙ୍କୁ ମୁକ୍ତ କରନ୍ତି ଏବଂ ରାବଣଙ୍କ ପାଇଁ ଏକ ବାର୍ତ୍ତା ସହିତ ଲଙ୍କାକୁ ଫେରିବା ପାଇଁ ସେମାନଙ୍କୁ ରାଜା ରାବଣ ସାରଣଙ୍କୁ ମାଙ୍କଡ଼ ସେନାର ନେତାମାନଙ୍କ ବିଷୟରେ ପ୍ରଶ୍ନ କରନ୍ତି ଯେଉଁମାନେ ହେଲେ ଅଙ୍ଗଦ, ହନୁମାନ, ନଳ, ଶ୍ୱେତା, କୁମୁଦ, ଚନ୍ଦା, ରମ୍ଭା, ସାରାଭା, ପନକା, ପିଟାଟା, କ୍ରଥାନ ଏବଂ ଗବାଜା। ପ୍ରତ୍ୟେକ ନେତାକୁ ସେମାନଙ୍କର ଅନନ୍ୟ ରୂପ ଏବଂ ସାମର୍ଥ୍ୟ ସହିତ ବର୍ଣ୍ଣନା କରାଯାଇଛି ଏବଂ ସେମାନେ ସମସ୍ତେ ଏହି ଗ୍ରନ୍ଥରେ ବିଭିନ୍ନ ନେତା ଏବଂ ଯୋଦ୍ଧାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁମାନେ ରାଗ ବିଷର୍ଣ୍ଣାଙ୍କରେ ବର୍ଣ୍ଣନା କରାଯାଇଛି ଯେଉଁମାନେ ରାଘବ ରାମକୁ ଲଙ୍କା ଜିତିବାରେ ନେତୃତ୍ୱ ଦେଉଛନ୍ତି ସାହାଯ୍ୟ କରିବେ। ମାଙ୍କଡ଼ ରାଜା ଜୟତ ଲକ୍ଷ ଲକ୍ଷ ମାଙ୍କଡ଼ନ ଜଣେ ଭଜଙ୍କର, ରମ୍ଭା ଜଣେ ଜ୍ଞାନୀ ଏବଂ ସନ୍ନିଧାନ ଜଣେ ରାମଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ମାଙ୍କଡ଼ ଏବଂ ଅଞ୍ଜର ଯୋଦ୍ଧାମାନଙ୍କ ସମେତ ରାବଣଙ୍କ ସେନା ବିଷୟରେ ଶୁକ ବର୍ଣ୍ଣନା କରିଛନ୍ତି। ମାଙ୍କଡ଼ ହନୁମାନ ତାଙ୍କର ଶକ୍ତି ଏବଂ ଉଗ୍ରତା ପାଇଁ ବିଶେଷ ଭାବରେ ଜଣାଶୁଣା। ମାଙ୍କଡ଼ମାନଙ୍କର ତା ସୁଗ୍ରୀବ ମଜ୍ଜାର ସେନାର ଅଂଶ ଭାବରେ ଉଲ୍ଲେଖ କରାଯାଇଛି। ଶୁକ ରାବଣଙ୍କୁ ଏହି ଭଜଙ୍କର ଶକ୍ତି ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଚେତାବନୀ ରାମଙ୍କୁ ପ୍ରଶଂସା କରିଥିବାରୁ ରାବଣ ତାଙ୍କ ପରାମର୍ଶଦାତା ଶୁକ ଏବଂ ସାରଣଙ୍କୁ ଭର୍ତ୍ସନା କରନ୍ତି ଯେଉଁମାନେ ସେମାନଙ୍କର ତାଲିମ ଭୁଲି ଯାଇଛନ୍ତି। ତାପରେ ସେ ରାମଙ୍କ ବାହିନୀ ବିଷୟରେ ସୂଚନା ସଂଗ୍ରହ କରିବାକୁ ଗୁପ୍ତଚରମାନଙ୍କୁ ଡାକନ୍ତି। ରାମଙ୍କ ପରିସରରେ ଗୁଇନ୍ଦା ତାତ୍ପର୍ଯ୍ୟ କରିବାକୁ ଏବଂ ରାବଣଙ୍କୁ ରିପୋର୍ଟକଚରମାନଙ୍କୁ ପଠାଯାଏ ଏବଂ କୁଳସୀମା ଏଠାରେ 24 ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାବଣଙ୍କ ଗୁପ୍ତଚର ଶାର୍ଦୁଲ ସୁବେଲା ପର୍ବତରେ ଅବସ୍ଥାପିତ ରାମଙ୍କ ସେନା ବିଷୟରେ ତାଙ୍କୁ ରିପୋର୍ଟ କରନ୍ତି। ଜାମ୍ବବନ, ହନୁମାନ ଏବଂ ଅଙ୍ଗଦ ସମେତ ଏହାର ବିଭିନ୍ନ ଶକ୍ତିଶାଳୀ ମାଙ୍କଡ଼ ବିଷୟରେ ବର୍ଣ୍ଣନା କରନ୍ତି।
ରାବଣ ସୀତାଙ୍କ ଉପରେ ବାଳ୍ପ ସତ୍ୟଗ୍ରୀ ଜଳପ୍ରକାଶ ସମ୍ବନ୍ଧେ ରାମଙ୍କ ସେନା ସୁବେଲା ପର୍ବତ ଆଡ଼କୁ ଅଗ୍ରସର ହେଉଥିବା ଜାଣିବା ପରେ ରାକ୍ଷସ ରାଜା ରାବଣ ତାଙ୍କ ମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତି। ତାପରେ ସେ ବୀରଭୂମରେ ନିପୁଣ ବିଦ୍ୟୁଜୀବଙ୍କୁ ଡକାଇ ରାମଙ୍କ ମୁଣ୍ଡ ଏବଂ ଧନୁ ବିସର୍ଜରେ ଏକ ଭ୍ରମ ସୃଷ୍ଟି କରନ୍ତି, ଯାହାକୁ ସେ ସୀତାଙ୍କୁ ବିଶ୍ୱାସ କରିବା ପାଇଁ ପ୍ରତାରଣା କରିବାକୁ ବାଜଡ଼ାବାହାର କରନ୍ତି ଯେ ତାଙ୍କ ସ୍ୱାମୀ ଯୁଦ୍ଧରେ ନିହତ। ସୀତା ରାମଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରନ୍ତି, ପରିତ୍ୟକ୍ତ ଏବଂ ଦୁଃଖିତ ଅନୁଭବ କରନ୍ତି। ସେ ତାଙ୍କ ମୃତ୍ୟୁଜଗତ ଏବଂ ଦୁଃଖିତ ଅନୁଭୂମିକା ପାଇଁ ଦୁଃଖୀ ଏବଂ ତାଙ୍କ ସ୍ୱାମୀଙ୍କୁ ହରାଇବା ପାଇଁ ଦୁଃଖିତ ହୁଅନ୍ତି, ଯିଏକି ତାଙ୍କର ରକ୍ଷକ ଏବଂ ସାଥୀ ଥିଲେ। ରାବଣଙ୍କ ପ୍ରସ୍ଥାନ ପରେ ଜଣେ ରାକ୍ଷସୀ ଏବଂ ସୀତାଙ୍କ ବନ୍ଧୁ ସାରାମା ତାଙ୍କୁ ସାନ୍ତ୍ୱନା ଦିଅନ୍ତି। ସାରାମା ସୀତାଙ୍କୁ କୁହନ୍ତି ଯେ ରାମ ମାଙ୍କଡ଼ ଆତିଥ୍ୟଜଣଙ୍କ ସହ ସମୁଦ୍ର ଅତିକ୍ରମ କରିଛନ୍ତି ଏବଂ ଦକ୍ଷିଣ କୂଳରେ ଡେରା ପକାଇଛନ୍ତି। ସେ ସୀତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ରାମ ଶୀଘ୍ର ରାବଣଙ୍କୁ ପରାସ୍ତ କରିବେ ଏବଂ ତାଙ୍କୁ ଉଦ୍ଧାର କରିବେ। ରାବଣଙ୍କ ସେନା ଦ୍ୱାରା ପ୍ରସ୍ତୁତ ହେଉଥିବା ଡ୍ରମ୍ ଏବଂ ସୀତାଙ୍କ ବନ୍ଧୁ ସାରାମା ତାଙ୍କ ତରଫରୁ ଗୁପ୍ତ ଭାବରେ ରାମଙ୍କୁ ଭେଟିବାକୁ ପ୍ରସ୍ତାବ ଦିଅନ୍ତି। ସେ ରାବଣଙ୍କ ଉଦ୍ଦେଶ୍ୟ ବିଷୟରେ ପଚାରନ୍ତି ଏବଂ ଖବର ସହିତ ଫେରିବାକୁ ପ୍ରତିଶ୍ରୁତି ଦିଅନ୍ତି। ରାବଣଙ୍କୁ ଭେଟିବା ପରେ ସାରାମା ସୀତାଙ୍କ ନିକଟକୁ ଫେରନ୍ତି ଏବଂ ରିପୋର୍ଟ କରନ୍ତି ଯେ ରାବଣ ତାଙ୍କୁ ଧରିବାକୁ ଯୋଜନା କରିଛନ୍ତି ଏବଂ ରାମଙ୍କ ଦ୍ୱାରା ଯୁଦ୍ଧରେ ପରାର ମାନିବେ ନାହିଁ। ରାବଣଙ୍କ ପରାମର୍ଶଦାତା ମାଲଜବଣ ତାଙ୍କୁ ରାମଙ୍କ ସହ ଶାନ୍ତି ସ୍ଥାପନ କରିବାକୁ ପରାମର୍ଶ ଦିଅନ୍ତି, ଯାହାକୁ ମାନବ ରୂପରେ ବିଷ୍ଣୁ ବୋଲି ବିବେଚନା କରାଯାଏ। ସେ ଯୁକ୍ତି କରନ୍ତି ଯେ ରାମଙ୍କ ପରାକ୍ରମ ଏବଂ ସଫଳତା, ଯେପରିକି ସମୁଦ୍ର ଉପରେ ଏକ ସେତୁ ନିର୍ମାଣ କରିବା, ତାଙ୍କ ଦିବ୍ୟ ପ୍ରକୃତିକୁ ସୂଚିତ କରେ। ମାଲଜବଣ ପରାମର୍ଶ ଦେଇଛନ୍ତି ଯେ ରାବଣ ସୀତାଙ୍କୁ ଆବେଗ ଦ୍ୱାରା ଉତ୍ତେଜିତ ହୋଇ ରାବଣ ମାଲଜବଣଙ୍କୁ ତାଙ୍କ ଶକ୍ତି ବିଷୟରେ ସମାଲୋଚନା କରିବାଲି କରନ୍ତି। ରାବଣ ତାଙ୍କ ଶକ୍ତି ବିଷୟରେ ଗର୍ବ କରନ୍ତି ଏବଂ ଏକ ବିଶାଳ ସୈନ୍ୟ ସହିତ ରାମଙ୍କ ଉପସ୍ଥିତି ସତ୍ତ୍ୱେ ସୀତାଙ୍କୁ ଛାଡ଼ିବାକୁ ମନା କରନ୍ତି। କ୍ରୋଧିତ ହୋଇ ରାବଣ ଲଙ୍କା ପାଇଁ ପ୍ରତିରକ୍ଷା ନିର୍ଦ୍ଦେଶ ଦିଅନ୍ତି। ଶକ୍ତିଶାଳୀ ରାକ୍ଷସମାନଙ୍କୁ ଫାଟକରେ ରଖି ରାମ ଏବଂ ତାଙ୍କ ସହଯୋଗୀମାନେ ରାବଣଙ୍କ ଉପରେ ଆକ୍ରମଣ ଯୋଜନା କରିବା ପାଇଁ ଲଙ୍କା ନିକଟରେ ଏକତ୍ରିତ ହୁଅନ୍ତି। ରାବଣଙ୍କ ଭାଇ ବିଭୀଷଣ ଲଙ୍କାର ପ୍ରତିରକ୍ଷା ବିଷୟରେ ଗୁପ୍ତ ସୂଚନା ପ୍ରଦାନ କରନ୍ତି ଏବଂ ପରାମର୍ଶ ଦିଅନ୍ତି ଏବଂ ପରାମଳଙ୍କ ବିରୁଦ୍ଧରେ ଯୁଦ୍ଧରେ ବିଭିନ୍ନ ଫାଟକ ଉପରେ ଆକ୍ରମଣ କରିବାକୁ ବିଭିନ୍ନ ମାଙ୍କଡ଼ମାନଙ୍କୁ ନିଯୁକ୍ତ କରନ୍ତି। ରାମ ଏବଂ ତାଙ୍କ ସାଥୀମାନେ ସୀତାଙ୍କୁ ଅପହରଣ କରିଥିବା ରାବଣଙ୍କ ବାସସ୍ଥାନ ଦେଖିବା ପାଇଁ ସୁବେଲା ପର୍ବତ ଉପରକୁ ଚଢ଼ନ୍ତି। ଶୀଘ୍ରରୁ ସେମାନେ ଶ୍ରୀଲଙ୍କାର ପ୍ରାଚୀର ଘେରା ସହରକୁ ରାକ୍ଷସମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଦେଖନ୍ତି ଏବଂ ମାଙ୍କଡ଼ମାନେ ରାମଙ୍କ ସମ୍ମୁଖରେ ଗର୍ଜନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ଦଳ ବିଭୀଷଣଙ୍କ ସହ ପର୍ବତ ଉପରେ ରାତି ବିତାଇଥାଏ। ମାଙ୍କଡ଼ ନେତାମାନେ ଶ୍ରୀଲଙ୍କାର ବିସ୍ତୀର୍ଣ୍ଣ ଜଙ୍ଗଲକୁ ନିରୀକ୍ଷଣ କରନ୍ତି ଏବଂ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି। ସେମାନେ ଜଙ୍ଗଲରେ ପ୍ରବେଶ କରନ୍ତି, ଯାହା ବିଭିନ୍ନ ଗଛ, ଫୁଲ ଏବଂ ଶବ୍ଦରେ ପରିପୂର୍ଣ୍ଣ। ରାମ ଏବଂ ତାଙ୍କ ବାହିନୀ ଲଙ୍କାକୁ ଯାଆନ୍ତି, ଯାହା ରାବଣଙ୍କ ଦ୍ୱାରା ଶାସିତ ଏବଂ ଶହ ଶହ ରାକ୍ଷସଙ୍କ ଦ୍ୱାରା। ରାମ ଏବଂ ସୁଗ୍ରୀବ ଲଙ୍କାକୁ ଦେଖିବା ପାଇଁ ସୁବେଲା ପର୍ବତ ଆରୋହଣ କରନ୍ତି। ରାବଣଙ୍କୁ ଦେଖି ସୁଗ୍ରୀବ ତାଙ୍କ ଆଡ଼କୁ ଅଗ୍ରସର ହୁଅନ୍ତି, କିନ୍ତୁ ରାତ୍ରିକାଳୀନ ରିଞ୍ଜର ତାଙ୍କୁ ପଛକୁ ଟାଣି ନେଇଯାଆନ୍ତି। ସୁଗ୍ରୀବ ଉପର ହାତ ହାସଲ କରିବା ଏବଂ ରାବଣଙ୍କୁ କ୍ଳାନ୍ତ କରିବା ପର୍ଯ୍ୟନ୍ତ ଉଭୟ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି।
ପ୍ରହାର ରାମ ସୁଗ୍ରୀବ ଏବଂ ଲକ୍ଷ୍ମଣଙ୍କ ସହିତ ରାବଣଙ୍କ ଠାରୁ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିଲେ। ଯୁଦ୍ଧ ପୂର୍ବରୁ ରାଘବ ରାମ ଅଙ୍ଗଦଙ୍କୁ ରାବଣଙ୍କ ସହ ଆଲୋଚନା କରିବାକୁ ପଠାଇଥିଲେ, କିନ୍ତୁ ରାବଣ ମନା କରି ଦେଇଥିଲେ ଏବଂ ଅଙ୍ଗଦଙ୍କୁ ହତ୍ୟା କରିବାକୁ ତାଙ୍କ ଲଗଡକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଲଙ୍କାର ଫାଟକ ଲଙ୍କା ଉପରେ ରାମଙ୍କ ଅବରୋଧରେ କ୍ରୋଧିତ ରାବଣ ମାଙ୍କଡ ସେନା ବିରୁଦ୍ଧରେ ରକ୍ଷା କରିବା ପାଇଁ ନିଜର ସୈନ୍ୟବାହିନୀକୁ ଏକତ୍ରିତ କରନ୍ତି। ଦୁଇ ସେନା ଏକ ଭୟଙ୍କର ଯୁଦ୍ଧରେ ମୁହାଁମୁହିଁ ହୁଅନ୍ତି, ଯେଉଁଥିରେ ଉଭୟ ପକ୍ଷ ପରସ୍ପରକୁ ପ୍ରବଳ କ୍ଷତି ପହଞ୍ଚାନ୍ତି। ଏହି ମୁକାବିଲାକୁ ଏକ ଶକ୍ତିଶାଳୀ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଠି ପୃଥିବୀ ମାଙ୍କଡ ଏବଂ ରାକ୍ଷସମାନେ ଏକ ମହାକାବ୍ୟ ଯୁଦ୍ଧରେ ଲିପ୍ତ ହୁଅନ୍ତି, ଯେଉଁଥିରେ ଉଭୟ ପକ୍ଷ ଭାରୀ କ୍ଷତି ସହିଥାନ୍ତି। ହନୁମାନ ଅଙ୍ଗଦ ଏବଂ ସୁଗ୍ରୀବଙ୍କ ସମେତ ବିଭିନ୍ନ ବୀର ମାଙ୍କଡ ଇନ୍ଦ୍ରଜିତ, ପ୍ରତାପନ ଏବଂ ନିକୁମ୍ଭଙ୍କ ପରି ଶକ୍ତିଶାଳୀ ରାକ୍ଷସଙ୍କ ସହ ସଂଘର୍ଷ କରନ୍ତି। ଯେତେବେଳେ ରାମ ରାବଣଙ୍କ ଭଉଣୀ ରାମଙ୍କ ମାଙ୍କଡ ସେନା ଏବଂ ରାକ୍ଷସମାନଙ୍କ ମଧ୍ୟରେ ରାତିସାରା ଯୁଦ୍ଧ ଜାରି ରହିଥିଲା। ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷ ବିପୁଳ କ୍ଷତି ସହିଥିଲେ। ରାମ ଏବଂ ଲକ୍ଷ୍ମଣ ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ। ସେମାନଙ୍କ ତୀର ଦ୍ୱାରା ଅନେକ ରାକ୍ଷସଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ରାବଣଙ୍କ ପୁଅ ଇନ୍ଦ୍ରଜିତ ରାମ ଏବଂ ଲକ୍ଷ୍ମଣଙ୍କୁ ଶକ୍ତିଶାଳୀ ତୀର ଦ୍ୱାରା ଆକ୍ରମଣ କରି ଗୁରୁତର ଆହତ କରନ୍ତି। ଇନ୍ଦ୍ରଜିତ ସେମାନଙ୍କ ଶରୀରକୁ ଆଚ୍ଛାଦନ କରି ଅନେକ ତୀର ଦ୍ୱାରା ସେମାନଙ୍କୁ ବିଦ୍ଧ କରୁଥିବା ବେଳେ ଭାଇମାନେ ନିଜକୁ ରକ୍ଷା କରିବାରେ ଅସମର୍ଥ। ସେମାନେ ରକ୍ତ ଏବଂ ତୀରରେ ଆଚ୍ଛାଦିତ ହୋଇ ଭୂମିରେ ପଡ଼ନ୍ତି ଏବଂ ମାଙ୍କଡମାନେ ରାବଣଙ୍କ ପୁତ୍ର ଇନ୍ଦ୍ରଜିତ ରାମ ଏବଂ ଲକ୍ଷ୍ମଣଙ୍କୁ ତୀରରେ ଆଚ୍ଛାଦନ କରି ଗୁଳି ଚଳାନ୍ତି। ସେ ରାକ୍ଷସମାନଙ୍କୁ ଗର୍ବ କରନ୍ତି ଯେ ସେ ଭାଇ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ପରାସ୍ତ କରିଛନ୍ତି। ଏହି ସମାଜରେ ହନୁମାନ ଏବଂ ଅନ୍ୟ ମାଙ୍କଡ ନେତାମାନେ ରାମଙ୍କ ଶରୀର ଉପରେ ଶୋକ ପ୍ରକାଶ କରନ୍ତି, କିନ୍ତୁ ବିଭୀଷଣ ସୁଗ୍ରୀବଙ୍କୁ ଆଶ୍ୱସ୍ତ ରଖନ୍ତି। ଯେତେବେଳେ ବିଭୀଷଣ ମାଙ୍କଡ ରାବଣଙ୍କ ପୁଅ ଲଙ୍କାରେ ପ୍ରବେଶ କରେ, କିନ୍ତୁ ରାମ ମାଙ୍କଡ ସେନା ଦ୍ୱାରା ସୁରକ୍ଷିତ ରୁହନ୍ତି। ରାବଣ ରାକ୍ଷସୀମାନଙ୍କୁ ଡକାଇ ସୀତାଙ୍କୁ ପ୍ରତାରଣା କରି ବିଶ୍ୱାସ କରନ୍ତି ଯେ ରାମ ଏବଂ ଲକ୍ଷ୍ମଣଙ୍କୁ ହତ୍ୟା କରାଯାଇଛି। ରାକ୍ଷସମାନେ ପୁଷ୍ପକରେ ସୀତାଙ୍କୁ ତାଙ୍କ ଭାଇମାନଙ୍କ ନକଲି ଶବ ଦେଖାନ୍ତି, ଯାହା ତାଙ୍କୁ ଦୁଃଖିତ ଏବଂ ଆଶା ହରାଇବାକୁ ବାଧ୍ୟ କରେ। ରାମ ଏବଂ ଲକ୍ଷ୍ମଣଙ୍କ ମୃତ୍ୟୁ ବିଷୟରେ ଜାଣିବା ପରେ ସୀତା ଦୁଃଖିତ ହୁଅନ୍ତି। ତ୍ରିଜଟା ଜଣେ ରାକ୍ଷସୀ ତାଙ୍କୁ ସାନ୍ତ୍ୱନା ଦେଇ କୁହନ୍ତି ତ୍ରିଜଟା ଜଣେ ରାକ୍ଷସୀ ତାଙ୍କୁ ସାନ୍ତ୍ୱନା ଦେଇ ତାଙ୍କୁ ଜଣେ ରାକ୍ଷସୀ ତାଙ୍କୁ ସାନ୍ତ୍ୱନା ଦେଇ କୁହନ୍ତି ପୁଷ୍ପକ ରଥ ଏବଂ କାକୁତସ୍ଥଙ୍କ ସୈନ୍ୟବାହିନୀ ଲଙ୍କାକୁ ଲକ୍ଷ୍ମଣ ତାଙ୍କ ଭାଇ ଏବଂ ବିଶ୍ୱସ୍ତ ସାଥୀ ମାରାତ୍ମକ ଭାବରେ ଆହତ ଏବଂ ଯୁଦ୍ଧକ୍ଷେତ୍ରରେ ଶାଫ୍ଟ ଦ୍ୱାରା ବନ୍ଧା ହୋଇଥିବା ଦେଖି ରାମ ଦୁଃଖରେ ଆହତି। ସେ ଲକ୍ଷ୍ମଣଙ୍କ ମୃତ୍ୟୁ ପାଇଁ ଦୋଷୀ ଅନୁଭବ କରି ନିଜ ଜୀବନ ତୀର୍ଥା ତାଙ୍କୁ ଅନୁସରଣ କରିବାକୁ ନିଷ୍ପତ୍ତି ନିଅନ୍ତି। ଲକ୍ଷ୍ମଣଙ୍କ ଶକ୍ତି ବିନା ସେମାନେ ରାବଣଙ୍କ ଦ୍ୱାରା ପରାସ୍ତ ହେବେ ବୋଲି ଭରସା ଦିଅନ୍ତି। ବିନା ସେମାନେ ରାବଣଙ୍କ ଦ୍ୱାରା ମାଙ୍କଡମାନଙ୍କର ରାଜା ସୁଗ୍ରୀବ ତାଙ୍କ ପୁଅ ଅଙ୍ଗଦକୁ ଶାନ୍ତ କରନ୍ତି, ଯିଏ ରାମ ଏବଂ ଲକ୍ଷ୍ମଣଙ୍କୁ ଶାନ୍ତ କରନ୍ତି, ଯିଏ ରାମ ଏବଂ ଲକ୍ଷ୍ମଣଙ୍କୁ ଯୁଦ୍ଧକ୍ଷେତ୍ରରେ ଆହତ ଅବସ୍ଥାରେ ରାବଣଙ୍କ ପୁଅ ବୋଲି ଚିହ୍ନଟ ହୋଇଥିବାର ଦେଖି ଭୟଭୀତ ହୋଇଯାଆନ୍ତି। ତଥାପି ଜାମ୍ବବନ ସେମାନଙ୍କୁ
ଅଟକାନ୍ତି ଏବଂ ସୁଗ୍ରୀବ ଛଣ ରାକ୍ଷସମାନଙ୍କର ରାଜା ରାବଣ ତାଙ୍କ ପରାମର୍ଶଦାତାଙ୍କଠାରୁ ଜାଣିବାକୁ ପାଆନ୍ତି ଯେ ରାମ ଏବଂ ଲକ୍ଷ୍ମଣ ତୀରବନ୍ଧରୁ ମୁକ୍ତ ହୋଇଯାଇବାକୁ ଜାଣୁଅନ୍ତି ଏବଂ ରାମ ଏବଂ ମାଙ୍କଡ଼ମାନଙ୍କୁ ଧ୍ୱଂସ କରିବା ପାଇଁ ଏକ ସେନାର ନେତୃତ୍ୱ ନେବାକୁ ଏକ ଶକ୍ତିଶାଳୀ ରାକ୍ଷସ ଧୂମ୍ରକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତି। ରାକ୍ଷସମାନେ ବିଭିନ୍ନ ଯୁଦ୍ଧ ଉପକରଣ ସହିତ ବାହାରିଥାନ୍ତି। ଏଠାରେ ତାଲହସି ଶବ୍ଦରେ ଏକ ସଂକ୍ଷିପ୍ତ ସାରାଂଶ ଦିଆଯାଇଛି। କୁମ୍ଭୀର ଏବଂ ରାକ୍ଷସମାନଙ୍କ ମଧ୍ୟରେ ଯୁଦ୍ଧ ତୀବ୍ରତର ହୁଏ ଯେହେତୁ କୁମ୍ଭୀରକ୍ଷ ରାକ୍ଷସ ଆକ୍ରମଣର ନେତୃତ୍ୱ ନି ଶବନ ଦେବତାଙ୍କ ପୁଅ ହନୁମାନ ଏକାକୀ ଧୂମ୍ରକ୍ଷଙ୍କୁ ଏକ ପର୍ବତ ଶିଖରରେ ପରାସ୍ତ କରି ତାଙ୍କୁ ହତ୍ୟା କରନ୍ତି। ବଞ୍ଚିଥିବା ରାକ୍ଷସମାନେ ବିଶୃଙ୍ଖଳାରେ ଲଙ୍କାକୁ ରାବଣ ନିଜର ଶକ୍ତିଶାଳୀ ରାକ୍ଷସ ବଜ୍ରଦାନାସ୍ତ୍ରକୁ ରାମ ଏବଂ ମାଙ୍କଡ଼ମାନଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ବଜ୍ରଦାନାସ୍ତ୍ରକୁ ରାମ ଏବଂ ମାଙ୍କଡ଼ମାନଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ବଜ୍ରଦାନାସ୍ତ୍ର ଦେତ୍ରଦତ୍ତ ନିୟନ୍ତ୍ରକୁ ଯେତେବେଳେ ସେମାନେ କାଡ଼ ବାହିନୀ ଆଡ଼କୁ ଅଗ୍ରସର ହୁଅନ୍ତି ଅଶୁଭ ସଂକେତ ଦେଖାଯାଏ କିନ୍ତୁ ବଜ୍ରଦାନାସ୍ତ୍ର ଏକ ଶକ୍ତିଶାଳୀ ରାକ୍ଷସ ମାଙ୍କଡ଼ ସେନା ଉପରେ ଧ୍ୱଂସାତ୍ମକ ଆକ୍ରମଣ କରେ କିନ୍ତୁ ଶେଷରେ ବାଲିଙ୍କ ପୁଅ ଅଙ୍ଗାଦଙ୍କ ଦ୍ୱାରା ନିହତ ହୁଏ। ଏହି ଯୁଦ୍ଧ ତୀବ୍ର ଏବଂ ତେଜସ୍ୱୀ ହେବା ପୂର୍ବରୁ ଉଭୟ ପକ୍ଷ ବିପୁଳ କ୍ଷତି ସହିଛନ୍ତି ଏବଂ ବଜ୍ରଦାନାସ୍ତ୍ରଙ୍କୁ ତାଙ୍କ ଧାରୁଆ ଖଣ୍ଡା ଦ୍ୱାରା ହତ୍ୟା କରିଛନ୍ତି। ରାବଣିକ ଶକ୍ତିଶାଳୀ ରାକ୍ଷସମାନେ ଆକମ୍ପନଙ୍କ ନିକଟରେ ରାବଣଙ୍କ ତରଫରୁ ଲଢ଼ିବା ପାଇଁ ମାଙ୍କଡ଼ସର ହୁଅନ୍ତି। ଏହି ଯୁଦ୍ଧ ଭୟଙ୍କର ଏବଂ ତୀବ୍ର ଯେଉଁଥିରେ ଉଭୟ ପକ୍ଷ ଭାରୀ କ୍ଷତି ସହିଛନ୍ତି। ଆକମ୍ପନ ଯଦିଓ ପ୍ରଥମେ ଅଶୁଭ ସଂକେତ ଦ୍ୱାରା ଦୁର୍ବଳ ହୋଇଥିଲେ ମଧ୍ୟ ବୀରତ୍ୱର ସହ ଲଢ଼ନ୍ତି କିନ୍ତୁ ଶେଷରେ ମଇଣ୍ଡା ଏବଂ ଅଞ୍ଜବୀର ମାଙ୍କଡ଼ମାନଙ୍କ ଏକ ଶକ୍ତିଶାଳୀ ରାକ୍ଷସ ଆକମ୍ପନ ହନୁମାନ ଏବଂ ତାଙ୍କ ମାଙ୍କଡ଼ ସେନା ଉପରେ ତୀର ବର୍ଷଣ କରି ଆକ୍ରମଣ କରନ୍ତି। ତଥାପି କ୍ରୋଧ ଏବଂ ଗର୍ବରେ ଉତ୍ତେଜିତ ହୋଇ ହନୁମାନ ଆକମ୍ପନ ଉପରେ ଆକ୍ରମଣ କରିବା ପାଇଁ ପାହାଡ଼ ଏବଂ ଗଛ ଉପୁଡ଼ି ପକାଇଥାନ୍ତି। ଦୁହେଁ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି ଯାହା ଶେଷରେ ହନୁମାନଙ୍କ ହାତରେ ଆକମ୍ପନଙ୍କ ମୃତ୍ୟୁ। ରାମ ଏବଂ ମାଙ୍କଡ଼ ସେନା ବିରୁଦ୍ଧରେ ଯୁଦ୍ଧରେ ରାକ୍ଷସମାନଙ୍କର ନେତୃତ୍ୱ ନେବା ପାଇଁ ରାବଣ ପ୍ରହଲ୍ଲାଦଙ୍କୁ ନିର୍ଦ୍ଦେଶ ଦିଅନ୍ତି। ବିଜୟ ପାଇଁ ଆଗ୍ରହୀ ପ୍ରହଲ୍ଲାଦ ରାଜି ହୁଅନ୍ତି ଏବଂ ବିପୁଳ ସଂଖ୍ୟକ ଯୋଦ୍ଧାଙ୍କ ସହ ବାହାରି ଯାଆନ୍ତି। ରାକ୍ଷସମାନଙ୍କର ସେନାପତି ପ୍ରହ୍ଲାଦ ନୀଳଙ୍କ ନେତୃତ୍ୱରେ ଥିବା ମାଙ୍କଡ଼ ସେନା ଉପରେ ଆକ୍ରମଣ କରନ୍ତି। ଏକ ଭୟଙ୍କର ଇତିମା ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଥାଏ। ପ୍ରହ୍ଲାଦ ଶେଷରେ ନୀଳଙ୍କ ଦ୍ୱାରା ଏକ ବିଶାଳ ଢାଲ ସହିତ ନିହତ ହୁଅନ୍ତି ଏବଂ ତାଙ୍କ ମୃତ୍ୟୁ ରାକ୍ଷସମାନଙ୍କର ପ୍ରତ୍ୟାବର୍ତ୍ତନ ଆଡ଼କୁ ନେଇଯାଏ। ରାବଣ ଲକ୍ଷ୍ମଣ ଯୋ ରାଜା ରାମ ଏବଂ ଲକ୍ଷ୍ମଣଙ୍କ ବାହିନୀ ଦ୍ୱାରା ତାଙ୍କ ସେନାଙ୍କ ମୃତ୍ୟୁରେ କ୍ରୋଧନ୍ତି। ସେ ଏକ ଜ୍ୱଳନ୍ତ ଗାଡ଼ିରେ ଚଢ଼ନ୍ତି ଏବଂ ରାମଙ୍କ ମୁକାବିଲା ଯମଙ୍କ ମୁକାବିଲା କରିବାକୁ ଆଗେଇ ଯାଆନ୍ତି ଯିଏ ତାଙ୍କୁ ପରାସ୍ତ କରିବାକୁ ସଂକଳ୍ପବଦ୍ଧ। ଦୁଇ ସେନା ସଂଘର୍ଷ କରନ୍ତି। ରାବଣ ବିଭିନ୍ନ କୌଶଳ ଏବଂ ଅସ୍ତ୍ରକୁ ବଦଳାଏ। ରାବଣଙ୍କ ଭାଇ କୁମ୍ଭକର୍ଣ୍ଣ ଏକ ଭୟଙ୍କର ଏବଂ ଦୀର୍ଘ ପ୍ରୟାସ ପରେ ରାକ୍ଷସମାନଙ୍କ ଦ୍ୱାରା ତାଙ୍କ ନିଦ୍ରାରୁ ଜାଗ୍ରତ ହୁଅନ୍ତି ଯେଉଁଥିରେ ଉଚ୍ଚ ଶବ୍ଦ ଶାରୀରିକ ଆକ୍ରମଣ ଏବଂ ବ୍ୟବହାର କରି ତାଙ୍କୁ ଜାଗ୍ରତ କରନ୍ତି। ଥରେ ଜାଗ୍ରତ ହେବା ପରେ କୁମ୍ଭକର୍ଣ୍ଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ମଦ ଏବଂ ଖାଦ୍ୟ ଦ୍ୱାରା ଇନ୍ଧନ ସହିତ ରାବଣଙ୍କ ବାସଭବନକୁ ଯାଆନ୍ତି। ମାଙ୍କଡ଼ ଶିବିର ବାହାରେ ଠିଆ ରାମ ଏକ ଶକ୍ତିଶାଳୀ ରାକ୍ଷସ କୁମ୍ଭକର୍ଣ୍ଣଙ୍କୁ ତାଙ୍କ ବିଶାଳ ଶରୀର ଏବଂ ସୁବର୍ଣ୍ଣ ଅଳଙ୍କାର ସହିତ ଆସୁଥିବା ଦେଖୁଛନ୍ତି।
ମାଙ୍କଡ଼ମାନଙ୍କୁ ଗ୍ରାସ କରିବା ପାଇଁ ରାବଣ ତାଙ୍କୁ 6 ମାସର ନିଦ୍ରାରୁ ଜାଗ୍ରତ କରିଛନ୍ତି। ବିଭୀଷଣ ରାମଙ୍କୁ କୁମ୍ଭକର୍ଣ୍ଣଙ୍କ ଅପାର ଶକ୍ତି ଏବଂ ଅତୀତ କାର୍ଯ୍ୟ ବିଷୟରେ କୁହନ୍ତି, ଯେଉଁଥିରେ ଦେବତା ଏବଂ ରାକ୍ଷସଙ୍କ ବିରୁଦ୍ଧରେ ସେ ରାବଣ ତାଙ୍କ ଭାଇ କୁମ୍ଭକର୍ଣ୍ଣଙ୍କୁ ଏକ ଜରୁରୀ ସମସ୍ୟାରେ ସାହାଯ୍ୟ କରିବା ପାଇଁ ଜାଗ୍ରତ କରନ୍ତି। ସେମାନଙ୍କର ଲଙ୍କା ସହର ମାଙ୍କଡ଼ମାନଙ୍କ ସଭାରେ ରାମ କୁମ୍ଭକର୍ଣ୍ଣଙ୍କୁ ମାଙ୍କଡ଼ ବାହିନୀକୁ ଧ୍ୱଂସ କରିବାକୁ ଏବଂ ସେମାନଙ୍କ ସହରକୁ ବଞ୍ଚାଇବାକୁ କହିଚଲିବାକୁ, ଯାହା ଏହାର ଶକ୍ତିଶାଳୀ ରାକ୍ଷସ ଯୋଦ୍ଧାମାନଙ୍କ ଦ୍ୱାରା ଖାଲି ହୋଇଯାଇଛି। କୁମ୍ଭକର୍ଣ୍ଣଙ୍କ କଥାରେ କ୍ରୋଧିତ ରାବଣ ପ୍ରଥମେ ତାଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରନ୍ତି, କିନ୍ତୁ ଶେଷରେ ତାଙ୍କ ଭାଇଙ୍କ ଶତ୍ରୁମାନଙ୍କୁ ହତ୍ୟା କରିବାର ପ୍ରତିଶ୍ରୁତିରେ ସାନ୍ତ୍ୱନା ପାଆନ୍ତି। କୁମ୍ଭକର୍ଣ୍ଣ ତାଙ୍କ ସାମର୍ଥ୍ୟ ବିଷୟରେ ଗର୍ବ କରନ୍ତି ଏବଂ ଦାବି କରନ୍ତି ଯେ ସେ ରାମ ଏବଂ ତାଙ୍କ ସହଯୋଗୀମାନଙ୍କୁ ପରାସ୍ତ କରିପାରନ୍ତି ଏବଂ ସେ ତାଙ୍କୁ ରାବଣଙ୍କ ନିଯୁକ୍ତ ମହୋଦର ରାବଣଙ୍କୁ ରାମଙ୍କ ଉପରେ ଆକ୍ରମଣ କରିବାକୁ ବିଳମ୍ବ କରିବାକୁ ପରାମର୍ଶ ଦିଅନ୍ତି। ଏହା ପରିବର୍ତ୍ତେ ଏକ ପ୍ରତାରଣାମୂଳକ ଯୋଜନା ପରାମର୍ଶ ଦିଅନ୍ତି। ସେ ଘୋଷଣା କରିବାକୁ ପରାମର୍ଶ ଦିଅନ୍ତି ଯେ କୁମ୍ଭକର୍ଣ୍ଣଙ୍କ ସମେତ 5 ଜଣ ରାକ୍ଷସ ମକ୍କଦି କରି ଫେରୁଛନ୍ତି। ଇତିମଧ୍ୟରେ ସୀତା ଉପହାର ସହିତ ଶାନ୍ତ ହେବେ ଏବଂ ଶେଷରେ ରାବଣଙ୍କ ନିୟନ୍ତ୍ରଣରେ ଆସିବେ। କୁମ୍ଭକର୍ଣ୍ଣ ଏକ ଶକ୍ତିଶାଳୀ ରାକ୍ଷସ ରାବଣଙ୍କ ଦ୍ୱାରା ରାମ ଏବଂ ତାଙ୍କ ମାଙ୍କଡ଼ ବାହିନୀ ବିରୁଦ୍ଧରେ ଲଢ଼ିବା ପାଇଁ ଜାଗ୍ରତ ହୁଅନ୍ତି। କୁମ୍ଭକର୍ଣ୍ଣ ଅସ୍ତ୍ରଶସ୍ତ୍ର ଏବଂ ଅଳଙ୍କାର ଧାରଣ କରନ୍ତି, ଏକ ଭୟଙ୍କର ରୂପ ଧାରଣ କରନ୍ତି ଏବଂ ମାଙ୍କଡ଼ମାନଙ୍କ ସହିତ ଲଢ଼ିବା ପାଇଁ ରାକ୍ଷସମାନଙ୍କ ଏକ ସେନା ସହିତ ବାହାରିଥାନ୍ତି। ଅଶୁଭ ସଂକେତ ସତ୍ତ୍ୱେ ସେ ଆଗକୁ ଅଗ୍ରସର ହୁଅନ୍ତି। କୁମ୍ଭକର୍ଣ୍ଣ ଏକ ବିଶାଳ ରାକ୍ଷସ ସହରରେ ପ୍ରବେଶ କରି ପଳାୟନ କରୁଥିବା ମାଙ୍କଡ଼ମାନଙ୍କୁ ପଠାନ୍ତି। ମାଙ୍କଡ଼ ରାଜାଙ୍କ ପୁଅ ଅଙ୍ଗଦ ସେମାନଙ୍କୁ ଲଢ଼ିବା ପାଇଁ ଏକତ୍ରିତ କରନ୍ତି, କୁହନ୍ତି ଯେ ସେମାନଙ୍କୁ କୁମ୍ଭକର୍ଣ୍ଣଙ୍କୁ ପରାସ୍ତ କରିବାକୁ ପଡ଼ିବ କିମ୍ବା ସମ୍ମାନର ସହ ମରିବାକୁ ପଡ଼ିବ। ପ୍ରାରମ୍ଭିକ ଭୟ ସତ୍ତ୍ୱେ ମାଙ୍କଡ଼ମାନେ ଅଙ୍ଗଦଙ୍କ ଭାଷଣ ପରେ ଦୃଢ଼ ଭାବରେ ସୁଗ୍ରୀବ ଏବଂ ଇତନି ମାଙ୍କଡ଼ ରାବଣଙ୍କ ଶକ୍ତିଶାଳୀ କିମ୍ଭଳି ତାଙ୍କର ଦୃଢ଼ବଦ୍ଧ ମିତଚୱଲ ରାବଣଙ୍କ ଶକ୍ତିଶାଳୀ ଭାଇ କୁମ୍ଭକର୍ଣ୍ଣ ସଙ୍ଗନାସାଚେ ଫଧାଦି ହାରି ଖନିଗମାର ଯୁଦ୍ଧରେ ଲିପ୍ତ ଆହତ ହେବା ସତ୍ତ୍ୱେ ଚାଳେଦ ସର୍ବୋପରି ରାକ୍ଷସ ରାଜା ରାବଣ ରାମଙ୍କ ହାତରେ ତାଙ୍କ ଭାଇ କୁମ୍ଭକର୍ଣ୍ଣଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଆନ୍ତି। ଦୁଃଖରେ ଅଭିଭୂତ ହୋଇ ସେ ମୂର୍ଚ୍ଛିତ ହୁଅନ୍ତି ଏବଂ ତାଙ୍କ ଭାଇଙ୍କ ବିଯୋଗରେ ଶୋକ ପାଳନ କରିବାକୁ ପୁନର୍ଜୀବିତ ହୁଅନ୍ତି। ରାମଙ୍କୁ ହତ୍ୟା କରି ତାଙ୍କୁ ପ୍ରତିଶୋଧ ନେବାକୁ ସେ ହୃଦୟଙ୍ଗମ କରନ୍ତି। ସେ ରାକ୍ଷସର ରାଜା ରାବଣ ଏବଂ ତାଙ୍କ ପୁତ୍ରମାନେ ତ୍ରିଶିର ଏବଂ ମହାପର୍କବଙ୍କ ନେତ୍ରୀ ରାମଙ୍କ ମାଙ୍କଡ଼ ସେନା ସହିତ ଯୁଦ୍ଧରେ ନିୟୋଜିତ ହୁଅନ୍ତି। ଏହି ଯୁଦ୍ଧ ଭୟଙ୍କର ଥିଲା, ଯେଉଁଥିରେ ଉଭୟ ପକ୍ଷ ବିପୁଳ କ୍ଷତି ସହିଥିଲେ। ରାବଣଙ୍କ ପୁତ୍ର ଅତିକାଜ ଲକ୍ଷ୍ମଣଙ୍କ ସହିତ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି। ଏକ ଅଭେଦ୍ୟ ମେଲ୍ ପିନ୍ଧି ଏବଂ ଶକ୍ତିଶାଳୀ ତୀର ଧରି ଅତିକାଜ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପ୍ରମାଣିତ କରନ୍ତି। ତଥାପି ପବନ ଦେବତାଙ୍କ ମାର୍ଗଦର୍ଶନରେ ଲକ୍ଷ୍ମଣ ଅତିକାଜଙ୍କ ମେଲକୁ ବିଦ୍ଧ କରିବାକୁ ଏବଂ ବଜ୍ର ବଜାଇବା ହାରନ୍ତରେ ଯେତେବେଳେ ରାବଣ ତାଙ୍କ ଭାଇ ଇନ୍ଦ୍ରଜିତ ଏବଂ ଅନ୍ୟ ରାକ୍ଷସମାନଙ୍କ ମୃତ୍ୟୁ ବିଷୟରେ ଶୁଣିବା ପରେ ଚିନ୍ତିତ ହୋଇଯାଆନ୍ତି, ସେ ରାମଙ୍କ ଶକ୍ତି ଅନୁଭବ କରନ୍ତି ଏବଂ
ରାଜପ୍ରାସାଦର ସୁରକ୍ଷା ଏବଂ ସତର୍କତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତି। ତାଙ୍କ ବାହିନୀକୁ ସତର୍କ ରହିବାକୁ ଏବଂ ମାଙ୍କଡ଼ମାନଙ୍କ ଗତିବିଧି ଉପରେ ନଜର ରଖନ୍ତି ଯେ ରାବଣଙ୍କ ପୁତ୍ର ଇନ୍ଦ୍ରଜିତ୍ ଅଗ୍ନିରୁ ବ୍ରହ୍ମା ଅସ୍ତ୍ର ପ୍ରାପ୍ତ କରନ୍ତି ଏବଂ ଏହା ସହିତ ମାଙ୍କଡ଼ ସେନା ଉପରେ ଆକ୍ରମଣ କରନ୍ତି। ସେ ଅନେକ ପ୍ରମୁଖ ମାଙ୍କଡ଼ଙ୍କୁ ହତ୍ୟା କରନ୍ତି ଏବଂ ରାମ ଏବଂ ଲକ୍ଷ୍ମଣଙ୍କ ଉପରେ ତୀର ବର୍ଷା କରନ୍ତି, ଯେଉଁମାନେ ତାଙ୍କ ଅଦୃଶ୍ୟ ଶରୀର ଏବଂ ଦିବ୍ୟ ଶକ୍ତି ହେତୁ ପ୍ରତି ଆକ୍ରମଣ କରିବାରେ ଅସମର୍ଥ। ପବନ ଦେବତାଙ୍କ ପୁତ୍ର ମାଙ୍କଡ଼ ହନୁମାନ ତାଙ୍କ ସାଥୀମାନଙ୍କୁ ସୁସ୍ଥ କରିବା ପାଇଁ ହିମାବନ ପର୍ବତ ଉପରେ ଔଷଧି ଜଡ଼ିବୁଟି ଖୋଜନ୍ତି। ସେ ଏହାର ଗଛ ଏବଂ ହାତୀ ସହିତ ପର୍ବାନର ଶିଖରକୁ ଉପୁଡ଼ି ପକାନ୍ତି ଓ ଏହାକୁ ଲଙ୍କାକୁ ଫେରାଇ ନେବାବେଳେ ଏହା ଦୃଶ୍ୟମାନ ହୁଏ। ମାଙ୍କଡ଼ମାନେ ଔଷଧର ଗନ୍ଧରେ ସୁସ୍ଥ ହୁଅନ୍ତି ଏବଂ ହନୁମାନ ରାମଙ୍କ ସୁଗ୍ରୀବ ଏବଂ ହନୁମାନଙ୍କ ନେତ୍ରୀ ମାଙ୍କଡ଼ମାନେ ରାତିରେ ଲଙ୍କାରେ ନିଆଁ ଲଗାଇ ଦେଇଥିଲେ, କୋଠାଘର, ଘର ଏବଂ ରାସ୍ତାଗୁଡ଼ିକୁ ଜାଳି ଦେଇଥିଲେ। ରାକ୍ଷସମାନେ ପଳାଇ ଯାଇଥିଲେ, କିନ୍ତୁ ଶୀଘ୍ର ରାବଣଙ୍କ ସେନା ସହିତ ତାଙ୍କ ପୁଅ କୁମ୍ଭ ଏବଂ ନିକୁମ୍ଭଙ୍କ ସମେତ ଫେରିଥିଲେ। ମାଙ୍କଡ଼ ଏବଂ ରାକ୍ଷସମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷର ରାକ୍ଷସ ଏବଂ ମାଙ୍କଡ଼ମାନଙ୍କ ମଧ୍ୟରେ ଯୁଦ୍ଧରେ କୁମ୍ଭକର୍ଣ୍ଣଙ୍କ ପୁଅ କୁମ୍ଭ ବାଲିଙ୍କ ପୁଅ ଅଙ୍ଗଦଙ୍କ ବିରୋଧରେ ମୁହାଁମୁହିଁ ହୁଅନ୍ତି। ଏକାଧିକ ଥର ଆହତ ହେବା ସତ୍ତ୍ୱେ ଅଙ୍ଗଦ ହାର ମାନିବାକୁ ମନା କରନ୍ତି, କିନ୍ତୁ ଶେଷରେ କୁମ୍ଭଙ୍କ ଦ୍ୱାରା ପରାସ୍ତ ହୁଅନ୍ତି ଏବଂ ଏକାଧିକମାନଙ୍କର ରାଜା ସୁଗ୍ରୀବ କୁମ୍ଭଙ୍କୁ ଆଭ୍ୟଙ୍ଗ ଯୁଦ୍ଧରେ, ଯାହାଫଳରେ ରାକ୍ଷସମାନଙ୍କ ନିକୁମ୍ଭ ଜଣେ ଶକ୍ତିଶାଳୀ ରାକ୍ଷସ ହନୁମାନଙ୍କୁ ତାଙ୍କ ଲାଠିରେ ଆକ୍ରମଣ କରନ୍ତି, କିନ୍ତୁ ହନୁମାନ ଆଘାତ ଏବଂ ପ୍ରତ୍ୟାକ୍ରମଣକୁ ପ୍ରତିରୋଧ କରନ୍ତି। ଯେତେବେଳେ ହନୁମାନ ତାଙ୍କ ଲାଠିକୁ ଭାଙ୍ଗି ତାଙ୍କ ମୁଣ୍ଡକୁ ଟାଣି ଆଣନ୍ତି, ନିକୁମ୍ଭଙ୍କୁ ହତ୍ୟା କରାଯାଏ। ନିକୁମ୍ଭଙ୍କ ମୃତ୍ୟୁରୁ ମାଙ୍କଡ଼ ସେନା ଏବଂ ରାକ୍ଷସମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ କରେ। ରାମ ଏବଂ ଲକ୍ଷ୍ମଣଙ୍କୁ ଧ୍ୱଂସ କରିବା ପାଇଁ ଏକ ସେନାର ନେତୃତ୍ୱ ନେବା ପାଇଁ ରାବଣ ଖାରଙ୍କ ପୁଅ ମକରକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମକରକ୍ଷ ନିଜର ପରାକ୍ରମକୁ ନେଇ ଗର୍ବ କରନ୍ତି ଏବଂ ରାତ୍ରିକାଳୀନ ଯୋଦ୍ଧାଙ୍କ ସହ ବାହାରି ଯାଆନ୍ତି, କିନ୍ତୁ ଯୁଦ୍ଧରେ ନିଜିତ ହେବା ପୂର୍ବରୁ ଅନେକ ଅଶୁଭ ଘଟଣା ଘଟିଥାଏ, ଯେଉଁଥିରେ ରଥଟିର ନିୟନ୍ତ୍ରଣ ଖସିଯାଏ। ଖାରଙ୍କ ପୁତ୍ର ମକରକ୍ଷ ରାମ ଏବଂ ତାଙ୍କ ମାଙ୍କଡ଼ମାନଙ୍କ ବିରୁଦ୍ଧରେ ଲଢ଼େଇ କରନ୍ତି। ଏକ ଭୟଙ୍କର ବହୁ, ଯେଉଁଥିରେ ଉଭୟ ପକ୍ଷ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି। ମକରକ୍ଷ ଶିବଙ୍କ ଦ୍ୱାରା ଦିଆଯାଇଥିବା ଏକ ଶକ୍ତିଶାଳୀ ଡାଟ ବ୍ୟବହାର କରନ୍ତି, କିନ୍ତୁ ରାମ ତାଙ୍କୁ ତୀର ଦ୍ୱାରା ପରାସ୍ତ କରନ୍ତି। ରାତ୍ରି ରେଞ୍ଜରଙ୍କୁ ହତ୍ୟା କରି ଲଙ୍କା ପଳାଇ ଯାଆନ୍ତି। ଏଠାରେ ସଂସାର ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାବଣ ତାଙ୍କ ପୁଅ ଇନ୍ଦ୍ରଜିତଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଇନ୍ଦ୍ରଜିତ ଏକ ବଳିଦାନ କରନ୍ତି, ଦିବ୍ୟ ସୁରକ୍ଷା ପ୍ରାପ୍ତ କରନ୍ତି ଏବଂ ଯୁଦ୍ଧ ପାଇଁ ବାହାରି ଯାଆନ୍ତି। ସେ ରାମ ଏବଂ ଲକ୍ଷ୍ମଣଙ୍କୁ ତୀକ୍ଷ୍ଣ ତୀର ଆକ୍ରମଣ କରିବାକୁ ଲକ୍ଷ୍ୟ ଦୁଇ ଭାଇ ପ୍ରତ୍ୟାକ୍ରମଣ କରିବାକୁ ରାବଣଙ୍କ ପୁତ୍ର ଇନ୍ଦ୍ରଜିତ ତାଙ୍କ ରଥରେ ସୀତାଙ୍କ ଏକ ଭ୍ରମାତ୍ମକ ପ୍ରତିମୂର୍ତ୍ତି ସୃଷ୍ଟି କରନ୍ତି ଏବଂ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରନ୍ତି। ହନୁମାନ ମାଙ୍କଡ଼ମାନଙ୍କ ନେତ୍ରରେ ତାଙ୍କୁ ରକ୍ଷା କରିବାକୁ ପହଞ୍ଚନ୍ତି, କିନ୍ତୁ ଇନ୍ଦ୍ରଜିତଙ୍କ ଭ୍ରମ ଏବଂ ଆକ୍ରମଣ ଦ୍ୱାରା ବିଫଳ ହୁଅନ୍ତି। ଇନ୍ଦ୍ରଜିତ ଏକ ଖଣ୍ଡା ଦ୍ୱାରା ଭ୍ରମାତ୍ମକ ସୀତାଙ୍କୁ ହତ୍ୟା କରନ୍ତି, ଯାହା ଇନ୍ଦ୍ରଙ୍କ ବଜ୍ରପାତ ଶବ୍ଦରୁ ପଳାୟନ କରିବା ପରେ ମରୁତାଙ୍କ ପୁତ୍ର ହନୁମାନ ମାଙ୍କଡ଼ମାନଙ୍କୁ ଏକତ୍ରିତ କରିଥିଲେ। ସେ ସେମାନଙ୍କୁ ରାକ୍ଷସମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ନେତୃତ୍ୱ ନେଇଥିଲେ।
ଅଗ୍ନି ଭଳି ହିଂସ୍ରତା ସହିତ ସେମାନଙ୍କ ସୈନ୍ୟଜଳନକୁ ସାଇଞ୍ଚ ବାହିନୀକୁ ଜାଳି ଦେଇଥିଲେ। ତଥାପି ଇନ୍ଦ୍ରଜିତ ତୀର ଏବଂ ଡାଟ୍ ସହିତ ମୁକାବିଲା କରିଥିଲେ। ହନୁମାନ ରାମଙ୍କୁ ସୂଚନା ଦିଅନ୍ତି ଯେ ସୀତା ଇନ୍ଦ୍ରଜିତଙ୍କ ଦ୍ୱାରା ନିହତ ହୋଇଛନ୍ତି। ଲକ୍ଷ୍ମଣ ରାମଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି, କିନ୍ତୁ ସଦ୍ଗୁଣର ଧାରଣା ବିରୁଦ୍ଧରେ ଯୁକ୍ତି କରନ୍ତି। ଏହା ଶକ୍ତିହୀନ ଏବଂ ଅସହାୟ ବୋଲି ରାମଙ୍କୁ ଏହା ପରିବର୍ତ୍ତେ ଶକ୍ତି ଉପରେ ନିର୍ଭର କରିବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଶେଷରେ ସୀତାଙ୍କୁ ଉଦ୍ଧାର କରିବା ବିଭୀଷଣ ରାବଣଙ୍କ ଜଣେ ବନ୍ଧୁ ରାମଙ୍କ ନିକଟକୁ ଯାଆନ୍ତି, ଯିଏ ସୀତାଙ୍କୁ ହତ୍ୟା କରାଯାଇଥିବା ଜାଣି ଦୁଃଖରେ ଅଭିଭୂତ ହୁଅନ୍ତି। ବିଭୀଷଣ ପ୍ରକାଶ କରନ୍ତି ଯେ ସୀତା ଜୀବିତ ଅଛନ୍ତି ଏବଂ ଇନ୍ଦ୍ରଜିତ ନିକୁମ୍ଭିଲାଠାରେ ବଳିଦାନ ଦେଇ ମାଙ୍କଡ଼ମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି। ବିଭୀଷଣ ଲକ୍ଷ୍ମଣଙ୍କୁ ଏହି ରୀତିନୀତିରେ ବାଧା ଦେବା ଏବଂ ଇନ୍ଦ୍ରଜିତଙ୍କୁ ରାଘବ ରାମ ଲକ୍ଷ୍ମଣଙ୍କୁ ରାବଣଙ୍କ ପୁତ୍ର ଇନ୍ଦ୍ରଜିତଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଅନ୍ତି, ଯାହାଙ୍କ ପାଖରେ ବ୍ରହ୍ମଚିରା ଅସ୍ତ୍ର ଅଛି ଏବଂ ସେ ଭ୍ରମରେ ନିପୁଣ। ବିଭୀଷଣ ରାମଙ୍କୁ ପରାମର୍ଶ ଦିଅନ୍ତି, ଯାହାଙ୍କ ପାଖରେ ବ୍ରହ୍ମଚିରା ଅସ୍ତ୍ର କରାଯାଏ, ତେବେ ଏହା ରାବଣ ଏବଂ ତାଙ୍କ ଅନୁଗାମୀମାନଙ୍କ ମୃତ୍ୟୁର କାରଣ ହେବ। ଲକ୍ଷ୍ମଣ ଇନ୍ଦ୍ରଜିତଙ୍କ ମୁକାବିଲାକୁ ଏକ ରାବଣଙ୍କ ଭାଇ ବିଭୀଷଣ ଲକ୍ଷ୍ମଣଙ୍କୁ ରାକ୍ଷସ ସେନାକୁ ନିୟୋଜିତ କରିବାକୁ ଏବଂ ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କୁ ହତ୍ୟା କରିବାକୁ ପରାମର୍ଶ ଦିଅନ୍ତି। ଯୁଦ୍ଧ ଆରମ୍ଭ ହୁଏ। ଉଭୟ ପକ୍ଷ ଭାରୀ କ୍ଷତି ସହିଥାନ୍ତି। ପବନ ଦେବତାଙ୍କ ବଂଶଧର ହନୁମାନ ଇନ୍ଦ୍ରଜିତଙ୍କ ଦ୍ୱାରା ଆକ୍ରମଣ ହୁଅନ୍ତି, ଯିଏ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ସଶସ୍ତ୍ର। ଇନ୍ଦ୍ରଜିତଙ୍କ ଆଗମନକୁ ଅପେକ୍ଷା କରି ବିଭୀଷଣ ଏବଂ ଲକ୍ଷ୍ମଣ କଥାବାର୍ତ୍ତା କରନ୍ତି। ବିଭୀଷଣ ଇନ୍ଦ୍ରଜିତଙ୍କ କଠୋର ଶବ୍ଦ ବିରୁଦ୍ଧରେ ନିଜକୁ ରକ୍ଷା କରନ୍ତି। ବେଜାକ୍ସାଇ ତାଙ୍କର ସଦାଚାରୀ ସ୍ୱଭାବ ହେତୁ ଜଣେ ପ୍ରକୃତର ଶବ୍ଦ ବିରୁଦ୍ଧରେ ନିଜକୁ ରକ୍ଷା କରନ୍ତି ଏବଂ ସହରର ପତନ ଘଟାଇଥିବା ଅଭିଯୋଗ କରନ୍ତି। ଅନୁଚ୍ଛେଦରେ ସାମ୍ନା କରିବାକୁ ପ୍ରସ୍ତୁତରେ ସାମ୍ନା କରିବାକୁ ଅନୁରୋଧ କରନ୍ତି। ରାବଣଙ୍କ ପୁତ୍ର ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ତୀର ବର୍ଷଣ କରି ଆକ୍ରମଣ କରନ୍ତି, କିନ୍ତୁ ଲକ୍ଷ୍ମଣ ଇନ୍ଦ୍ରଜିତଙ୍କ ଛାତି ଉପରେ 5ଟି ଦ୍ରୁତ ତୀର ଦ୍ୱାରା ପ୍ରତିକ୍ରିୟା ପ୍ରକାଶ କରନ୍ତି। ଉଭୟ ଯୋଦ୍ଧା ଆହତ ହୁଅନ୍ତି, କିନ୍ତୁ କେହି ହାର ମାନନ୍ତି ନାହିଁ ଏବଂ ଯୁଦ୍ଧ ଭୟଙ୍କର ଏବଂ ତୀବ୍ର ହୋଇଯାଏ। ଉଭୟ ପକ୍ଷ ଆଘାତ ବିନିମୟ କରନ୍ତି ଏବଂ ସେମାନେ ରାବଣଙ୍କ ପୁଅ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ସହ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ। ତୀର ଦ୍ୱାରା ଆହତ ହେବା ଏବଂ ତାଙ୍କ ଅସ୍ତ୍ରଶସ୍ତ୍ର ଖସିବା ସତ୍ତ୍ୱେ ଇନ୍ଦ୍ରଜିତ ଯୁଦ୍ଧ ଜାରି ରଖିଛନ୍ତି। ଲକ୍ଷ୍ମଣଙ୍କୁ 1000 ଶାଫ୍ଟରେ ବିଦ୍ଧ କରୁଛନ୍ତି। ଦୁଇ ଯୋଦ୍ଧା ପ୍ରହାର ବିନିମୟ କରନ୍ତି। ସେମାନଙ୍କର ଶରୀର କଟା ଏବଂ ରକ୍ତରେ ଆଚ୍ଛାଦିତ, ଯେହେତୁ ସେମାନେ ତୀବ୍ର ମାଙ୍କଡ଼ ଏବଂ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ତୀବ୍ର ହୁଏ। ରାବଣଙ୍କ ପୁଅ ଇନ୍ଦ୍ରଜିତ ରାକ୍ଷସମାନଙ୍କର ନେତୃତ୍ୱ ନେଇଥାନ୍ତି। ଲକ୍ଷ୍ମଣ ହନୁମାନ ଏବଂ ଜମ୍ବାନେଶ୍ୱର ସହ ଲଢ଼ନ୍ତି, କିନ୍ତୁ ଇନ୍ଦ୍ରଜିତ ସେମାନଙ୍କୁ ବିରୋଧ କରି ଚାଲିଥାନ୍ତି। ଲକ୍ଷ୍ମଣ ହନୁମାନ ଏବଂ ଜମ୍ବାନେ ବିରୋଧ ଶେଷରେ ପରାସ୍ତ ହୁଅନ୍ତି ଏବଂ ମାଙ୍କଡ଼ ମୁଖିଆମାନେ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାବଣଙ୍କ ପୁତ୍ର ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ସହ ବହୁତ ଶକ୍ତି ଏବଂ କୌଶଳ ସହିତ ଲଢ଼ନ୍ତି, କିନ୍ତୁ ଶେଷରେ ଲକ୍ଷ୍ମଣଙ୍କ ଶକ୍ତିଶାଳୀ ଐନ୍ଦ୍ର ତୀର ନିକ୍ଷେପ କରି ଇନ୍ଦ୍ରଜିତଙ୍କ ମୁଣ୍ଡକୁ ତାଙ୍କ ଶରୀରରୁ ବିଚ୍ଛିନ୍ନ କରିଦେବା ପରେ ତାଙ୍କର ଅନ୍ତ ଘଟେ। ମାଙ୍କଡ଼ ଏବଂ ସେମାନଙ୍କରନ୍ତି। ଯେତେବେଳେ ରାକ୍ଷସମାନେ ଆତଙ୍କିତ ହୋଇ ଏଠାରେ 63 ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାମ ଏବଂ ତାଙ୍କ ଭାଇ ଲକ୍ଷ୍ମଣ ପୁନଃମିଳିତ ହୁଅନ୍ତି ଏବଂ ଲକ୍ଷ୍ମଣ ରାବଣଙ୍କ ପୁତ୍ର
ଇନ୍ଦ୍ରଜିତଙ୍କୁ ହତ୍ୟା କରିଥିବାରୁ ରାମ ଖୁସି ବ୍ୟକ୍ତ କରନ୍ତି। ସେ ଯୁଦ୍ଧରେ ଆହତ ହୋଇଥିବା ଲକ୍ଷ୍ମଣଙ୍କୁ ଆଲିଙ୍ଗନ କରନ୍ତି ଏବଂ ସାନ୍ତ୍ୱନା ଦିଅନ୍ତି। ଲକ୍ଷ୍ମଣଙ୍କ କ୍ଷତକୁ ଭଲ କରିବା ପାଇଁ ରାବଣ ତାଙ୍କ ପୁଅ ଇନ୍ଦ୍ରଜିତଙ୍କ ମୃତ୍ୟୁ ବିଷୟରେ ଶୁଣିବା ପରେ କ୍ରୋଧିତ ହୁଅନ୍ତି ଏବଂ କ୍ଷତିର ପ୍ରତିଶୋଧ ନେବାକୁ ଶପଥ ନିଅନ୍ତି। ସେ ସୀତାଙ୍କୁ ଆକ୍ରମଣ କରିବାକୁ ସ୍ଥିର କରନ୍ତି, ସମସ୍ତ ଅଧିକାର ବଞ୍ଜାଜର ଭାବନା ପରିତ୍ୟାଗ କରନ୍ତି। ତଥାପି ତାଙ୍କ ବିଶ୍ୱସ୍ତ ସେବକ ସୁପର୍ଣ୍ଣଖା ହସ୍ତକ୍ଷେପଙ୍କୁ ପରାମର୍ଶକୁ ସୀତା ପରିବର୍ତ୍ତେ ରାବଣ ରାକ୍ଷସେନ ରାମଙ୍କ ମାଙ୍କଡ଼ ବାହିନୀ ଉପରେ ଆକ୍ରମଣ କରେ, କିନ୍ତୁ ରାମ ଯୁଦ୍ଧରେ ପ୍ରବେଶ କରନ୍ତି, ଏକ ଭଜନକୁ ମୁକ୍ତ କରନ୍ତି ଯାହା ଶତ୍ରୁକୁ ବିଚ୍ଛୁରିତ କରେ ଏବଂ ହତ୍ୟା କରେ। ଯୁଦ୍ଧ ତୀବ୍ର ହେବା ସହିତ ରାମ ଅଦୃଶ୍ୟ ହୋଇଯାଏ ଏବଂ ତାଙ୍କ ତୀରଗୁଡ଼ିକ ସେମାନଙ୍କ ଜୀବନ ନେଇଯାଇଥିବା ପରି ମନେହୁଏ, ଯାହା ଶେଷରେ ରାବଣଙ୍କ ସେନାର ପରାଜୟରେ ପରିଣତ ହୁଏ। ରାମଙ୍କ ଦ୍ୱାରା ସେମାନଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଉଥିବା ଦେଖି ରାକ୍ଷସମାନେ ନିରାଶ ହୋଇଯାଇଛନ୍ତି, ଯେଉଁଥିରେ ଶୂର୍ପଣଖାଙ୍କ ଘୃଣ୍ୟ ପ୍ରସ୍ତାବ ମଧ୍ୟ ସାମିଲ ରହିଛି। ସେମାନେ ହୃଦୟଙ୍ଗମ କରିଛନ୍ତି ଯେ ସେମାନେ ରାମଙ୍କ ସମକକ୍ଷ ନୁହନ୍ତି ଏବଂ ସେ ଶେଷରେ ସମସ୍ତଙ୍କୁ ଧ୍ୱଂସ କରିଦେବେ, ଯେପରି ନିଆଁ ତା ବାଟରେ ଥିବା ସମସ୍ତ ଜିନିଷକୁ ଗ୍ରାସ କରି ନେଉଛି। ବିଭୀଷଣ ହେଉଛି ରାକ୍ଷସମାନଙ୍କ ଦୁଃଖର ଚିତ୍କାରରେ କ୍ରୋଧିତ ହୋଇ ଏବଂ ଅତୀତର କ୍ଷତିର ପ୍ରତିଶୋଧ ନେବାକୁ ରାବଣ ରାମ ଏବଂ ଲକ୍ଷ୍ମଣଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଅନ୍ତି। ସେ ତାଙ୍କ ରାକ୍ଷସ ସେନାକୁ ସମ୍ବୋଧିତ କରିବାକୁ ବାଳ ନିର୍ଦ୍ଦେଶନା ବିଷ କରିବାର ଧ୍ୱଂସ କରିବାର ଯୋଜନା ବିଷୟରେ ଗର୍ବ କରାନ୍ତି। 8ଟି ଘୋଡ଼ା ଦ୍ୱାରା ଟାଣିଥିବା ମାଙ୍କଡ଼ ମୁଖ୍ୟ ସୁଗ୍ରୀବ ରାବଣ ରାକ୍ଷସମାନଙ୍କ ବିରୁଦ୍ଧରେ ନିଜର ସେନାର ନେତୃତ୍ୱ ନିଅନ୍ତି। ଏକ ଭୟଙ୍କର ଯୁଦ୍ଧରେ ସୁଗ୍ରୀବ ଜଣେ ଦକ୍ଷ ତୀରନ୍ଦାଜ ବିରୂପାକ୍ଷଙ୍କୁ ସାମ୍ନା କରନ୍ତି, ଯିଏ ଏକ ହାତୀ ଉପରେ ଚଢ଼ି ମାଙ୍କଡ଼ମାନଙ୍କୁ ଆକ୍ରମଣ କରନ୍ତି। ଏକ ତୀବ୍ର ଦ୍ୱୟଯୁଦ୍ଧ ପରେ ସୁଗ୍ରୀବ ଶେଷରେ ବିରୂପାକ୍ଷଙ୍କୁ ଏକ ଶକ୍ତିଶାଳୀ ମୁଷ୍ଟି ପ୍ରହାରରେ ପରାସ୍ତ କରନ୍ତି। ତାଙ୍କୁ ହତ୍ୟା ସୁଗ୍ରୀବଙ୍କ ନେତୃତ୍ୱରେ ମାଙ୍କଡ଼ ବାହିନୀ ସହିତ ଏକ ଭୟଙ୍କର ଯୁଦ୍ଧ ପରେ ରାବଣଙ୍କ ସେନା ଯଥେଷ୍ଟ ହ୍ରାସ ପାଇଛି। ରାବଣଙ୍କ ମୁଖ୍ୟ ମହୋଦର ସୁଗ୍ରୀବଙ୍କ ସହ ଜଣେ ପରେ ଜଣେ ଦ୍ୱନ୍ଦ୍ୱ ଯୁଦ୍ଧରେ ଲିପ୍ତ ହୁଅନ୍ତି, କିନ୍ତୁ ଶେଷରେ ମାଙ୍କଡ଼ ରାଜାଙ୍କ ଛୁରୀରେ ପଡ଼ନ୍ତି। ରାକ୍ଷସମାନେ ଭୟରେ ପଳାଇ ଯାଆନ୍ତି ଏବଂ ଦଶ ବେକରେ ଥିବା ଜଣେ ଶକ୍ତିଶାଳୀ ରାକ୍ଷସ ମହାପ୍ରଭୁ ଅଙ୍ଗାଦଙ୍କ ସେନାକୁ ତୀର ଦ୍ୱାରା ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଓ ମୁଣ୍ଡ କାଟିଦେଲେ। ଅଙ୍ଗାଦ ତାଙ୍କ ଲୌହ ପରିଘା ଦ୍ୱାରା ପଛକୁ ଲଢ଼ିଲେ, କିନ୍ତୁ ମହାପ୍ରଭୁ ଚେତନା ଫେରି ତାଙ୍କୁ ଆକ୍ରମଣ ଜାରି ରଖିଥିଲେ। ଦୁହେଁ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହେଲେ। ଅଙ୍ଗାଦ ଶେଷରେ ଏକ ଶକ୍ତିଶାଳୀ ମୁଷ୍ଟି ଦ୍ୱାରା ମହାପ୍ରଭୁଙ୍କୁ ଆଘାତ କରି ରାବଣ ଏବଂ ଲକ୍ଷ୍ମଣଙ୍କୁ ତାଙ୍କ ରଥ ଦ୍ୱାରା ଆକ୍ରମଣ କରନ୍ତି, କିନ୍ତୁ ସେମାନେ ତୀର ଦ୍ୱାରା ପ୍ରତିଶୋଧ ନିଅନ୍ତି। ଦୁଇ ସେନା ଏକଭର ଯୁଦ୍ଧରେ ମୁହାଁମୁହିଁ ହୁଅନ୍ତି। ଉଭୟ ପକ୍ଷ ଶକ୍ତିଶାଳୀ ପ୍ରହାର ବିନିମୟ କରନ୍ତି। ରାବଣ ଏକ ଅସୁର ଅସ୍ତ୍ରଭୁଜ ବାହାର କରି ଏକାଧିକ ମୁଣ୍ଡ ଥିବା ରାମ ଏକ ଜ୍ୱଳନ୍ତ ଅସ୍ତ୍ର ଦ୍ୱାରା ଏହାର ମୁକାବିଲାକୁ ନଷ୍ଟ କରନ୍ତି ଏବଂ ରାଘବ ରାମଙ୍କ ଦ୍ୱାରା ତାଙ୍କ ଅସ୍ତ୍ରର ବିଫଳ ହେବା ପରେ କ୍ରୋଧିତ ରାବଣ ଏକ ବିଧ୍ୱଂସୀ ସୌର ଅସ୍ତ୍ରକୁ ମୁକ୍ତ କରନ୍ତି। ରାଘବ ଏକ ଗନ୍ଧର୍ବ ଅସ୍ତ୍ର ସହିତ ପ୍ରତିରୋଧ କରନ୍ତି, କିନ୍ତୁ ଶେଷରେ ରାବଣଙ୍କ 10ଟି ତୀରରେ ମୃତ୍ୟୁବରଣ କରନ୍ତି। ଲକ୍ଷ୍ମଣ ହସ୍ତକ୍ଷେପ କରନ୍ତି, ଯାହା ଶେଷରେ ଲକ୍ଷ୍ମଣଙ୍କ ଉପରେ ଏଠାରେ ସରିଛି ଶବ୍ଦରେ ଲେଖାଟିର ସାରାଂଶ ଦିଆଯାଇଛି। ରାବଣଙ୍କ ଦ୍ୱାରା ଆହତ ହୋଇଥିବା ତାଙ୍କ ଭାଇ ଲକ୍ଷ୍ମଣଙ୍କୁ ଦେଖି
ରାମ ଦୁଃଖିତ ହୁଅନ୍ତି। ସୁସେନା ତାଙ୍କୁ ଆଶ୍ୱସ୍ତ କରନ୍ତି ଯେ ଲକ୍ଷ୍ମଣ ମରି ନାହାନ୍ତି ଏବଂ ଲକ୍ଷ୍ମଣଙ୍କୁ ପୁନର୍ଜୀବିତ କରିବା ପାଇଁ ଔଷଧି ଜଡ଼ିବୁଟି ଆଣିବାକୁ ସେ ଦିଅନ୍ତି। ସୁସେନା ସଫଳ ହୁଏ ଏବଂ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି। ରାମ ଏବଂ ରାବଣ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି। ଉଭୟ ପକ୍ଷ ଶକ୍ତିଶାଳୀ ପ୍ରହାର ବିନିମୟ କରନ୍ତି। ଦୁଇ ବୀରଙ୍କ ସଂଘର୍ଷକୁ ଦେବାଦେବୀମାନେ ବିସ୍ମୟରେ ଦେଖୁଛନ୍ତି। ସେମାନଙ୍କର ଶକ୍ତି ମେଳ ଖାଉଛି। ରାମ ଶେଷରେ ରାବଣଙ୍କ ଘୋଡ଼ା ଏବଂ ଶରୀରକୁ ତୀର ଦ୍ୱାରା ବିଦ୍ଧ କରି ଉପର ହାତ ହାସଲ କରନ୍ତି। ଶେଷରେ ତାଙ୍କୁ ପରାସ୍ତ କରିବା ପୂର୍ବକ ରାମଙ୍କ କଥାରେ କ୍ରୋଧିତ ହୋଇ ରାବଣ ତାଙ୍କ ଉପରେ ତୀର ବର୍ଷଣ କରିଥିଲେ, କିନ୍ତୁ ତାଙ୍କୁ ହଲାଇବାରେ ଅସମର୍ଥ ହୋଇଲେ। କ୍ରୋଧରେ ଜର୍ଜରିତ ହୋଇ ରାମ ରାବଣଙ୍କୁ ସମ୍ବୋଧିତ କରିଥିଲେ, ତାଙ୍କ ମର୍ଯ୍ୟାଦାକୁ ଅପମାନିତ କରିଥିଲେ। ରାମ ତାପରେ ତୀର ନିକ୍ଷେପ କରିଥିଲେ, ରାବଣଙ୍କୁ ଆଘାତ କରିଥିଲେ ଏବଂ ତାଙ୍କୁ ଗୋଡ଼ାଇ ଦେଇ ଯୁଦ୍ଧରୁ ପଛକୁ ହଟିବା ପାଇଁ ତାଙ୍କ ସାରଥୀଙ୍କ ନିଷ୍ପତ୍ତିରେ କ୍ରୋଧିତ ରାବଣ ତାଙ୍କୁ କାପୁରୁଷତା ଏବଂ ଲାଞ୍ଚ ଅଭିଯୋଗ କରିଛନ୍ତି। ତଥାପି ସାରଥୀ ବଜାଖଜା କରନ୍ତି ଯେ ସେ ରାବଣଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଚିନ୍ତା କରିଥିଲେ କାରଣ ସେ କ୍ଳାନ୍ତ ଥିଲେ ଏବଂ ଲକ୍ଷ୍ୟଗୁଡ଼ିକ ପ୍ରତିକୂଳ ଥିଲା। ରାବଣ ଶେଷରେ ବିଶ୍ୱାସ ଅଗସ୍ତ୍ୟ ରାବଣଙ୍କୁ ପରାସ୍ତ କରିବା ପାଇଁ ରାମଙ୍କୁ ଆଦିତ୍ୟ ହୃଦୟ ଭଜନ ଶିକ୍ଷା ଦିଅନ୍ତି। ଏହି ଭଜନ ସୂର୍ଯ୍ୟଙ୍କ ବିଭିନ୍ନ ରୂପ ଏବଂ କାର୍ଯ୍ୟର ବର୍ଣ୍ଣନା କରେ, ଯେଉଁଥିରେ ସୃଷ୍ଟି, ସଂରକ୍ଷଣ ଏବଂ ବିନାଶ ଅନ୍ତର୍ଭୁକ୍ତ। ଅଗସ୍ତ୍ୟ ରାମଙ୍କୁ ଏକାଗ୍ରତାର ସହ ସୂର୍ଯ୍ୟଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ଦିଅନ୍ତି। ରାମ ଏବଂ ରାବଣ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି। ଯେତେବେଳେ ସେମାନଙ୍କର ରଥଗୁଡ଼ିକ ନିକଟର ହୁଅନ୍ତି, ରାବଣଙ୍କ ରଥକୁ ଭବ୍ୟତା ଏବଂ ଆତଙ୍କ ସହିତ ବର୍ଣ୍ଣନା କରାଯାଇଛି, କିନ୍ତୁ ଏହା ଶେଷରେ ମାତଳୀଙ୍କ ଡ୍ରାଇଭିଂ ଦ୍ୱାରା ଉଠିଯାଇଥିବା ଧୈର୍ଯ୍ୟଶୀଳ ରାମ ରାବଣଙ୍କ ମୁକାବିଲା କରିବା କରିଦରେ ଆବୃତ ଯୁକ୍ତିରେ ଉଠନ୍ତି ଯେ ରାମଙ୍କ ତୀରରେ ରାମ ଏବଂ ରାବଣ ସେମାନଙ୍କ ପରାକ୍ରମ ପ୍ରଦର୍ଶନ କରି ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ହୁଅନ୍ତି। ଉଭୟ ତୀର ନିକ୍ଷେପ କରନ୍ତି, ଯାହା ପରସ୍ପରକୁ ଆଘାତ କରେ, କିନ୍ତୁ କେହି ବିଚଳିତ ହୁଅନ୍ତି। ରାବଣ ରାମଙ୍କ ପେନନ ଭାଙ୍ଗି ଦିଅନ୍ତି। ଯେତେବେଳେ ରାମ ରାବଣଙ୍କ ପତାକାକୁ ବିଦ୍ଧ କରନ୍ତି, ରାମ ଏବଂ ରାବଣ ତୀର ଚଳାଇ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ବେଶ ବାହାର କରି ଏକ ତୀବ୍ର ଯୁଦ୍ଧରେ ଲିପ୍ତ ହୁଅନ୍ତି। ଏକାଧିକ ମୁଣ୍ଡ ହରାଇବା ସତ୍ତ୍ୱେ ରାବଣ ଲଢ଼େଇ ଜାରି ରଖିଛନ୍ତି, କିନ୍ତୁ ରାମ ଶେଷରେ ଉପର ହାତ ହାସଲ କରନ୍ତି। ତୀର ବାଣ ବାହାର କରି ରାବଣଙ୍କ ମୁଣ୍ଡକୁ ଗୋଟିଏ ପରେ ଗୋଟିଏ କାଟିବା ପର୍ଯ୍ୟନ୍ତ ଶେଷରେ ମାଟାଲି ଏବଂ ଅଗସ୍ତ୍ୟଙ୍କ ସାହାଯ୍ୟରେ ରାମ ଏକ ଶକ୍ତିଶାଳୀ ବ୍ରହ୍ମା ଅସ୍ତ୍ର ହାସଲ କରିଥିଲେ। ସେ ତାଙ୍କ ଧନୁ ଉପରେ ତୀର ଚଢ଼ିଥିଲେ, ଯାହା ପଶୁମାନଙ୍କ ମଧ୍ୟରେ ଭଜା ରାବଣଙ୍କୁ ଧ୍ୱଂସ କରିପାରେ। ସେ ତାଙ୍କ ଧନୁ ଉପରେ ତୀର ଚଢ଼ିଥିଲେ, ଯାହା ପଶୁମାନଙ୍କ ମଧ୍ୟରେ ଭଜରେ ପଳାଜଡ଼ିଲେ, ଯେଉଁମାନେ ଭଜ ରାଜୁଲେ ଗୁର୍ଜନ। ବିଭୀଷଣ ଯୁଦ୍ଧ କ୍ଷେତ୍ରରେ ରାବଣ ତାଙ୍କ ଭାଇ ଏବଂ ରାଜାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରନ୍ତି। ସେ ସେମାନଙ୍କ ପରାଜୟ ଗର୍ବ ଏବଂ ଅହଙ୍କାରକୁ ଦିଅନ୍ତି। ରାମ ବିଭୀଷଣଙ୍କୁ ସାନ୍ତ୍ୱନା ଦେଇ ବଜାଗ୍ଜୟ କରନ୍ତି ଯେ ଯୁଦ୍ଧରେ ଜଣେ କ୍ଷତ୍ରିୟଙ୍କ ମୃତ୍ୟୁକୁ ଶୋକ ପାଳନ କରାଯିବା ଉଚିତ ନୁହେଁ, ବରଂ ସାହସକାରୀ ଭାବରେ ପାଳନ କରାଯାଏ। ରାମ ବିଭୀଷଣଙ୍କୁ ରାମଙ୍କ ହାତରେ ରାବଣଙ୍କ ମୃତ୍ୟୁ ପରେ ଦୁଃଖର ସହ
ରାକ୍ଷସଙ୍କ ପତ୍ନୀମାନେ ତାଙ୍କ ଶରୀର ଆଡ଼କୁ ଧାଇଁ ଯାଆନ୍ତି। ସେମାନେ କାନ୍ଦୁଛନ୍ତି, ତାଙ୍କର ଅହଙ୍କାର ଏବଂ ଖରାପ ନିଷ୍ପତ୍ତି ନେବା କଥା ମନେ ପକାଇ, ଯାହା ତାଙ୍କ ପତନ ଘଟାଇଥିଲା। ସେମାନେ ବ୍ୟକ୍ତିଗତ ତ୍ରୁଟି ପରିବର୍ତ୍ତେ ନିଜକୁ ସେମାନଙ୍କ ରାଜ୍ୟର ବିନାଶକୁ ଦୁର୍ଘଟଣା ବୋଲି କହି ମନ୍ଦୋଦରୀ ରାବଣଙ୍କ ପତ୍ନୀ ରାମଙ୍କ ଦ୍ୱାରା ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରନ୍ତି। କେବଳ ଜଣେ ନସ୍ବର ସେ ଦୁଃଖ ପ୍ରକାଶ କରନ୍ତି ଯେ ତାଙ୍କ ଶକ୍ତିଶାଳୀ ସ୍ୱାମୀ ଜଣେ ପୁରୁଷଙ୍କ ଦ୍ୱାରା ପରାସ୍ତ ହୋଇଥିଲେ ଏବଂ ପ୍ରଶ୍ନ କରନ୍ତି ଯେ ଏହା କିପରି ଘଟିପାରେ। ସେ ରାବଣଙ୍କୁ ବେପରୁଆ ଏବଂ କାମାସକ୍ତ ଇଚ୍ଛାରେ ଲିପ୍ତ ଥିବା ଅଭିଯୋଗ କରନ୍ତି, ଯାହା ରାମ ବିଭୀଷଣଙ୍କୁ ଲଙ୍କାର ରାଜା ରୂପେ ସ୍ଥାପନ କରନ୍ତି। ବୈଦିକ ରୀତିନୀତି ଅନୁଯାୟୀ ତାଙ୍କ ଉପରେ ସମୁଦ୍ରରୁ ପାଣି ଛିଞ୍ଚନ୍ତି। ମାଙ୍କଡ଼ ନାଗରିକମାନେ ରାମ ଏବଂ ଲକ୍ଷ୍ମଣଙ୍କ ଖଜା ଏବଂ ଫୁଲର ନୈବେଦ୍ୟ ଆଣି ଉତ୍ସବ ପାଳନ କରନ୍ତି। ରାମ ତାପରେ ହନୁମାନଙ୍କୁ ସୀତାଙ୍କୁ ରାବଣ ଉପରେ ବିଜୟ ଏବଂ ତାଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ବିଷୟରେ ଜଣାଇବାକୁ ପଠାନ୍ତି। ହନୁମାନ ଲଙ୍କା ସହରରେ ପ୍ରବେଶ କଲେ ଏବଂ ବୃକ୍ଷବଟିକାରେ ସୀତାଙ୍କୁ ଦେଖିଲେ। ସେ ରାକ୍ଷସମାନଙ୍କ ଦ୍ୱାରା ଘେରି ରହିଛନ୍ତି। ସେ ତାଙ୍କୁ ସୂଚନା ଦେଲେ ଯେ ରାକ୍ଷସମାନଙ୍କ ଦ୍ୱାରା ଘେରି ରହିଛନ୍ତି। ସେ ତାଙ୍କୁ ସୂଚନା ଦେଲି ଯେ ରାମମୋହନ ତାଙ୍କୁ ଯନ୍ତ୍ରଣା ଦେଇଥିତୁ ସୀତା ସେମାନଙ୍କୁ କ୍ଷମା କରିଦେଇଥିଲେ, କିନ୍ତୁ ସୀତା ସେମାନଙ୍କୁ କ୍ଷମା କରିଦେଇଥିଲେ। କିନ୍ତୁ ସୀତା ରାମଙ୍କ ବିଶ୍ୱସ୍ତ ସେବକ ବିଭୀଷଣ ରାବଣଙ୍କ ଉପରେ ବିଜୟ ଲାଭ କରିବା ପରେ ସୀତାଙ୍କୁ ରାମଙ୍କ ପାଖକୁ ଆଣନ୍ତି। ତଥାପି ରାମ ବିଭୀଷଣଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ସୀତାଙ୍କୁ ପାଲିଙ୍କିରେ ନେବା ପରିବର୍ତ୍ତେ ପାଦରେ ଚାଲି ତାଙ୍କ ପାଖକୁ ଯିବାକୁ ଦିଅନ୍ତୁ। ଏହି ଅଙ୍ଗଭଙ୍ଗୀ ରାମଙ୍କୁ ତାଙ୍କ ପତ୍ନୀଙ୍କୁ ତାଙ୍କ ସୁରକ୍ଷା ବିଷୟରେ ଆଶ୍ୱସ୍ତ କରିବାକୁ ଏବଂ ତାଙ୍କୁ ତାଙ୍କ ଦୁଃଖକୁ ରାମ ରାବଣଙ୍କୁ ପରାସ୍ତ କରି ସୀତାଙ୍କୁ କୁହନ୍ତି ଯେ ସେ ତାଙ୍କ ଭାଇ କିମ୍ବା ସୁଗ୍ରୀବଙ୍କ ସମେତ ସେ ଯାହାକୁ ଚାହିଁବେ ତାଙ୍କ ସହିତକୁ ସ୍ୱାଧୀନ। ସେ କହନ୍ତି ଯେ ତାଙ୍କ ପ୍ରତି ତାଙ୍କର କୌଣସି ଆସକ୍ତି ନାହିଁ ଏବଂ ଅନ୍ୟ ଜଣେ ପୁରୁଷଙ୍କ ଦ୍ୱାରା ଅନୁଚିତ ବ୍ୟବହାର କରାଯାଇଥିବା ପତ୍ନୀଙ୍କୁ ସ୍ୱାଧୀନେବା ଦ୍ୱାରା ସେମାନଙ୍କ ପରିବାର ପାଇଁ ଲଜ୍ଜା ଆଣିପାରିବେ। ସୀତା ଏହି ଶବ୍ଦ ଦ୍ୱାରା ଗଭୀର ଆଘାତ ପାଇଛନ୍ତି ଏବଂ କାନ୍ଦିବାକୁ ଆରମ୍ଭ କରନ୍ତି। ସୀତା ବିଶ୍ୱାସ କରନ୍ତି ଯେ ରାମଙ୍କ ଶବ୍ଦ ଦ୍ୱାରା ତାଙ୍କପ୍ରତି ଅନ୍ୟାୟ ହୋଇଛି। ସେ ଘୋଷଣା କରନ୍ତି ଯେ ସେ ଅନ୍ତିମ ସଂସ୍କାର ଚିତାରେ ପ୍ରବେଶ କରିବେ। ଲକ୍ଷ୍ମଣ ତାଙ୍କ ତରଫରୁ କ୍ରୋଧିତ ହୋଇ ରାମଙ୍କ ନିର୍ଦ୍ଦେଶରେ ଏକ ଚିତା ପ୍ରସ୍ତୁତ କରନ୍ତି। ସୀତା ନିଆଁରେ ପ୍ରବେଶ କଲାବେଳେ ସଭା ଦୁଃଖରେ ଅଭିଭୂତ ହୁଏ ଏବଂ ଉପସ୍ଥିତ ସମସ୍ତେ ସ୍ୱର୍ଗୀୟ ପ୍ରାଣୀ ସୀତାଙ୍କ ନିଖୋଜକୁ ନେଇ ଶୋକ ପ୍ରକାଶ କରୁଥିବା ରାମଙ୍କ ନିକଟକୁ ବିଭିନ୍ନ ସ୍ୱର୍ଗୀୟ ଦେବତା ଆସନ୍ତି, ଯେଉଁମାନେ ଜଗତର ରକ୍ଷକ ନାରାୟଣ ଭାବରେ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ କରନ୍ତି। ବ୍ରହ୍ମା ରାମଙ୍କ ଦିବ୍ୟ ଗୁଣ ଏବଂ ଶକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ବିନାଶକାରୀ ଏକାଧିକ ରୂପ ଏବଂ ଦିଗ ସହିତ ଅଗ୍ନି ଦେବତା ରାମଙ୍କୁ ଆଶ୍ୱାସନା ଦିଅନ୍ତି ଯେ ସୀତା ତାଙ୍କଠାରୁ ବିଚ୍ୟୁତ ହୋଇନାହାନ୍ତି ଏବଂ ପବିତ୍ର ହୋଇ ରହିଛନ୍ତି। ତାଙ୍କଠାରୁ ଅଲଗା ହେବା ସତ୍ତ୍ୱେ ସେ ରାବଣଙ୍କ ଦ୍ୱାରା ଅପହରଣ ନ ହୋଇଥିଲେ। ରାମ ଜଣେ ନାଜକ ଏବଂ ନୈତିକତାର ସମର୍ଥ କରିବା ପାଇଁ ତାଙ୍କୁ ସର୍ବସାଧାରଣରେ ଶୁଦ୍ଧ କରିବା ପାଇଁ ନିଷ୍ପତ୍ତି ମହେଶ୍ୱର ଶିବ ରାବଣଙ୍କୁ ପରାସ୍ତ କରିଥିବାରୁ ରାମଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଏହା ଏକ ସୌଭାଗ୍ୟ। ସେ ରାମଙ୍କୁ ସ୍ୱର୍ଗକୁ ଫେରିବା ଏବଂ ତାଙ୍କ ପରିବାରର ମର୍ଯ୍ୟାଦା ପ୍ରତିଷ୍ଠା କରିବାକୁ ପରାମର୍ଶ ଦିଅନ୍ତି। ଏକ କାରରେ ବସିଥିବା ଦାଶରଥ ତାଙ୍କ ପୁଅ ଏବଂ ସୀତାଙ୍କୁ ନିର୍ବାସନ ପରେ ଭଲ ଭାବରେ ଦେଖି ଖୁସି ହୁଅନ୍ତି। ସେ ସେମାନଙ୍କୁ ମହେନ୍ଦ୍ର ରାଘବଙ୍କ ଉପସ୍ଥିତିରେ ଖୁସି ହୋଇ
ତାଙ୍କ ବର ମାଗନ୍ତି। ରାଘବ ଅନୁରୋଧ କରନ୍ତି ଯେ ତାଙ୍କ ବିଶ୍ୱସ୍ତ ମାଙ୍କଡ଼ ଯୋଦ୍ଧାମାନଙ୍କୁ ପୁନର୍ଜୀବିତ ଏବଂ ସ୍ୱାସ୍ଥ୍ୟ ଯୋଗୁଁ ପୁନରୁଦ୍ଧାର କରାଯାଉ। ସେମାନଙ୍କୁ ପୂର୍ବପରି ଶକ୍ତି ଏବଂ ଶକ୍ତି ପ୍ରଦାନ କରନ୍ତୁ। ମହେନ୍ଦ୍ର ରାଜି ହୁଅନ୍ତି ଏବଂ ମାଙ୍କଡ଼ମାନେ ସୁସ୍ଥ ହୋଇ ଉଠନ୍ତି। ସେମାନଙ୍କ ପରିବାର ସହିତ ବିଭୀଷଣଙ୍କ ସହିତ ପୁନଃମିଳନ ହେବା ପରେ ରାମ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଦେଖିବା ପାଇଁ ଅଯୋଧ୍ୟାକୁ ଫେରିବା ପାଇଁ ତାଙ୍କର ଉତ୍କଣ୍ଠା ପ୍ରକାଶ କରନ୍ତି। ବିଭୀଷଣ ସୂର୍ଯ୍ୟ ସଦୃଶ ଏକ ସ୍ୱର୍ଗୀଯାନ ପୁଷ୍ପକର ବ୍ୟବହାର କରି ରାମଙ୍କୁ ଫେରାଇ ଆଣିବାକୁ ପ୍ରସ୍ତାବ ଦିଅନ୍ତି। ରାମ ରାଜି ହୁଅନ୍ତି। ଏହା ରାମ ଏବଂ ଲକ୍ଷ୍ମଣଙ୍କୁ ଏହାର ସୌନ୍ଦର୍ଯ୍ୟ ଏବଂ ରାମ ତାଙ୍କ ବିଶ୍ୱସ୍ତ ମାଙ୍କଡ଼ ଏବଂ ଭାଲୁଙ୍କୁ ଅଳଙ୍କାର ଏବଂ ଧନ ସହିତ ପୁରସ୍କୃତ କରନ୍ତି। ତାପରେ ସେମାନଙ୍କୁ ଅଯୋଧ୍ୟାକୁ ଫେରିବା ପାଇଁ ନିମନ୍ତ୍ରଣ କରନ୍ତି। ବିଭୀଷଣଙ୍କୁ ତାଙ୍କ ରାଜ୍ୟ ଭାବରେ ଲଙ୍କା ପ୍ରଦାନ କରାଯାଏ ଏବଂ ରାମ ସମସ୍ତ ପଶୁମାନଙ୍କୁ ଅଯୋଧ୍ୟାକୁ ଫେରାଇ ଆଣିବାକୁ ପ୍ରସ୍ତାବ ଦିଅନ୍ତି, ଯେଉଁଠାରେ ସେମାନେ ସହରର ବଗିଚା ଏବଂ ରାମ ସୀତାଙ୍କୁ ରାବଣଙ୍କ ବିରୁଦ୍ଧରେ ଯୁଦ୍ଧ ଦ୍ୱାରା ହୋଇଥିବା ବିନାଶ ବିଷୟରେ ଦର୍ଶାନ୍ତି, ଯେଉଁଥିରେ ଅନେକ ରାକ୍ଷସଙ୍କ ହଜଡ଼ା ମଜ୍ଜଡ଼ ଅନ୍ତର୍ଭୁକ୍ତ। ତାପରେ ସେ ତାଙ୍କୁ ଅଯୋଧ୍ୟା ସମେତ ବିଭିନ୍ନ ସ୍ଥାନକୁ ନେଇଯାଆନ୍ତି, ଯେଉଁଠାରେ ସେମାନେ ସହରର ସୌନ୍ଦର୍ଯ୍ୟ ଏବଂ ଚମତ୍କାରତା ଦେଖନ୍ତି। ମାଙ୍କଡ଼ ଏବଂ ରାକ୍ଷସମାନେ ମଜ୍ଜଡ଼ ସହରକୁ ଦେଖି ଆନନ୍ଦରେ ଉଠିଥାନ୍ତି। ରାମ ଜଣେ ତପସ୍ୱୀ ବରଦ୍ୱାଜଙ୍କୁ ଭେଟିଛନ୍ତି, ଯିଏକି ରାମଙ୍କ ୟକ୍ଷଙ୍କର ନିର୍ବାସନ ବିଷୟରେ ଶୁଣିଛନ୍ତି। ବରଦ୍ୱାଜ ରାମଙ୍କ ଧର୍ମପରାୟଣତା ପାଇଁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଭଦ୍ରଜାଳେ ଶୁଣିଛନ୍ତି। ବରଦ୍ୱାଜ ରାମଙ୍କ ମାମାନେ ଭଲ ଅଛନ୍ତି। ସେ ଜଙ୍ଗଲରେ ରାମଙ୍କ ସଂଘର୍ଷ ଅଭେଛନ୍ତି ଯେ ଗଛ ଋତୁ ଅନୁଯାୟୀ ପଳନ୍ତେ ବରିଯାଇ ହନୁମାନ ନାମକ ଏକ ମାଙ୍କଡ଼ ଅଯୋଧ୍ୟାକୁ ଯାଇ ଭରତଙ୍କୁ ସୂଚନା ଦିଅନ୍ତି ଯେ ରାବଣକୁ ପରାସ୍ତ କରି ରାମ ଫେରି ଆସିଛନ୍ତି। ଏହି ଖବର ଶୁଣି ଭରତ ଅତ୍ୟନ୍ତ ଆନନ୍ଦିତ ହୁଅନ୍ତି ଏବଂ ମୂର୍ଚ୍ଛିତ ହୋଇଯାଆନ୍ତି। ସେ ହନୁମାନଙ୍କୁ ସ୍ୱାଗତ କରନ୍ତି ଏବଂ ରାମଙ୍କୁ ନିଜର ମଙ୍ଗଳ ବିଷୟରେ ଜଣାଇବାକୁ ଏବଂ ରାମଙ୍କୁ କହିବାକୁ କୁହନ୍ତି ଯେ ସେ ଫେରିବା ପରେ ତାଙ୍କୁ ହନୁମାନ ଜଙ୍ଗଲରେ ରାମଙ୍କ ଜୀବନ ବିଷୟରେ ଭରତଙ୍କୁ ବର୍ଣ୍ଣନା କରିଛନ୍ତି। ତାଙ୍କ ନିର୍ବାସନ, ଭାଇ ଲକ୍ଷ୍ମଣଙ୍କ ସାହସିକତା ଏବଂ ଖାରା ଏବଂ ଦୂଷଣଙ୍କ ପରି ଅସୁରମାନଙ୍କ ହତ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି। ହନୁମାନ ଏହା ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ କିପରି ରାବଣ ସୀତାଙ୍କୁ ଅପହରଣ କରିଥିଲେ। ଭରତ ତାଙ୍କ ଭାଇ ରାମଙ୍କୁ ସ୍ୱାଗତ କରନ୍ତି, ଯିଏ ରାବଣଙ୍କୁ ପରାସ୍ତ କରି ଅଯୋଧ୍ୟାକୁ ଫେରିଥିଲେ। ରାମଙ୍କ ସ୍ୱର୍ଗୀୟ ପୁଷ୍ପକ ଦେଖିବା ପାଇଁ ଲୋକମାନେ ଏକାଠି ହେବାବେଳେ ସହରଟି ମାଳ ଏବଂ ସଙ୍ଗୀତରେ ସଜ୍ଜିତ। ଭରତ ରାମଙ୍କୁ ଅଭିବାଦନ କରନ୍ତି ଏବଂ ତାଙ୍କ ପାଦରେ ପାଦୁକା ରଖନ୍ତି। ରାମ ତାଙ୍କ ଭାଇ ଭରତଙ୍କୁ ରାଜ୍ୟ ଫେରସ୍ତ କରନ୍ତି। ଏହାର ଅସୁବିଧାକୁ ସେ ବହନ କରିପାରିବେ ନାହିଁ ବୋଲି ଦର୍ଶାଇ ରାମ ରାଜା ଭାବରେ ଅଧିଷ୍ଠିତ ହେବା ସହର ଏବଂ ଉତ୍ସବରେ ପରିପୂର୍ଣ୍ଣ। ରାମ ତାଙ୍କ ଭାଇ, ସହଯୋଗୀ ଏବଂ ସୁଗ୍ରୀବ, ହନୁମାନ ଏବଂ ଅନ୍ୟାନ୍ୟ ମାଙ୍କଡ଼ଙ୍କ ସମେତ ରହନ୍ତି। ସେ ଅନେକ ବଳିଦାନ ମଞ୍ଜର କରନ୍ତି। ସେ ଅନେକ ଦାନ